जय जगन्नाथ। श्रीमद् भागवतम अष्टम स्कंद 13 अध्याय श्लोक 1 रु 12 पर्यंत अन्नपूर्णा माताजी अनुवाद देखंतु। आगामी 7 मन्वंतरर वर्णन। श्री शुक उवाच मनुर्विवस्वतः पुत्रः श्राद्धदेव इति श्रुतः सप्तम वर्तमान यस्तदपत्यानि मे शृणु। इक्ष्वाकुर्णभगश्चैव धृष्टः शर्यातिरेव च नरिष्यन्तो अथः नाभागः सप्तमोदिष्ट उच्यते। करुषस्य प्रसाद्धस्य दशमो वसुमान् स्मृतः मनोर्वैवस्वतस्तस्ते दशपुत्राः परन्तपः। आदित्या वसवरुद्रा विश्वेदेवा मरुद्गणः अश्विना वृषभो राजन्निन्द्रस्तेषां पुरन्दरः। कश्यपो त्रिवशिष्ठश्च विश्वामित्र अथः गौतमः जमदग्निर्भरद्वाज इति सप्तर्षयः स्मृताः। अत्रापि भगवज्जन्म कश्यपाददितेर्भूत आदित्या नाम वरजो विष्णुर्वामनरूपधृक्। संक्षेपते मयोकात्कानि सप्त मन्वन्तराणि नेते भविष्यानथः वक्ष्यामि विष्णु शतयान्वितानि च। वैवस्वतस्य द्वे जाते विश्वकर्मा सुता उभे संज्ञा छाया च राजेन्द्र ये प्राग्भिहिते तव। तृतीयं बडवामेके तासां संज्ञा सुताश्रयः यमो यमी श्राद्धदेवस्सा ययाश्च सुतान् शृणु। सावर्णी सप्तपी कन्या भार्या संवरणस्य या शनैश्चार तृतीयो भूत्सीनो बडवात्मजो। अष्टमे अंतरे आयाते सावर्णी भविता मनुः निर्भको विरजस्काद्यः सार्वणी तनया नृपः। तत्र देवाः सुतपसो विरजा अमृतप्रभाः तेषां विरोचनसुत बलिरिन्द्र भविष्यति। अनुवाद। प्रणाम। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। आगामी 7 मनन्तरर वर्णना। शुकदेव कहि चलिले, हे परीक्षित, विभासनक पुत्र यशस्वी श्राद्धदेव वैवस्वत हेउचंती सप्तम मनु। चलित मनन्तरटी हेउची ताहांकर कार्यकाल। मु ताहांक संतान मानकर वर्णना करूची, शुण। वैवस्वत मनुकर 10 पुत्र यथा इक्ष्वाकु, नभग, दृष्ट, सज्जाति, निरस्यन्त, नाभाग, दिष्ट, करुष, कुशध्र ओ वसुमान। परीक्षित, ए मनवंतरे आदित्य, वसु, रुद्र, विश्वदेव, मरुद्गण, अश्विनी कुमार और रघु एमाने हेउचंती प्रधान देवगण एवं पुरंदर हेउचंती सेमानकर इंद्र। कश्यप, अत्रि, वशिष्ठ, विश्वामित्र, गौतम, जमदग्नि और भरद्वाज एमाने सप्तर्षि। ଏହି ମନନ୍ତରରେ ମଧ୍ୟ ଭଗବାନ ବିଷ୍ଣୁ କଶ୍ୟପଙ୍କ ପତ୍ନୀ ଅଦିତିଙ୍କ ଗର୍ଭରୁ ଆଦିତ୍ୟ ମାନଙ୍କର ସାନ ଭାଇ ବାମନ ରୂପରେ ଅବତାରଣ ଗ୍ରହଣ କରିଥିଲେ। ଏ ପରୀକ୍ଷିତ, ଏପରି ଭାବରେ ମୁଁ ତୁମକୁ 7 ମନନ୍ତରର ବର୍ଣ୍ଣନା ସଂକ୍ଷେପରେ ଶୁଣାଇଦେଲି। ବର୍ତ୍ତମାନ ମୁଁ ତୁମକୁ ଭଗବାନଙ୍କ ଶକ୍ତିରେ ଯୁକ୍ତ ଆଗାମୀ 7 ମନନ୍ତରର ବର୍ଣ୍ଣନା ଶୁଣାଇବି। ଏ ପରୀକ୍ଷିତ, ମୁଁ ତୁମକୁ ପୂର୍ବରୁ ଷଷ୍ଠ ସ୍କନ୍ଧରେ କହିସାରିଛି ଯେ ବିଭାସନ ସୂର୍ଯ୍ୟଙ୍କର ସଂଜ୍ଞା ଓ ଛାୟା ନାମରେ 2ଟି ପତ୍ନୀ ଥିଲେ। ଉଭୟ ଥିଲେ ବିଶ୍ୱକର୍ମାଙ୍କର କନ୍ୟା। କେହି କହନ୍ତି ଯେ ତାହାଙ୍କର ବଡ଼ବା ନାମରେ ଗୋଟିଏ ତୃତୀୟ ପତ୍ନୀ ମଧ୍ୟ ଥିଲା। ମୋ ମତରେ ସଂଜ୍ଞାଙ୍କ ନାମ ହିଁ ବଡ଼ବା ହୋଇଯାଇଥିଲା। ସେହି ସୂର୍ଯ୍ୟ ପତ୍ନୀ ମାନଙ୍କ ମଧ୍ୟରୁ ସଂଜ୍ଞାଙ୍କର ଯମ, ଜମି ଓ ଶ୍ରାଦ୍ଧଦେବ ନାମରେ 3ଟି ସନ୍ତାନ ହେଲେ। ଛାୟାଙ୍କର ମଧ୍ୟ ସାବର୍ଣ୍ଣୀ ଓ ଶୈନେଶ୍ଚର ନାମକ 2 ପୁତ୍ର ଏବଂ ତପତୀ ନାମରେ ଗୋଟିଏ କନ୍ୟା, ଏପରି 3ଟି ସନ୍ତାନ ହେଲେ। ତପତୀ ସମ୍ବରଣଙ୍କର ପତ୍ନୀ ହେଲେ ସଂଜ୍ଞା। ବଡ଼ବା ରୂପ ଧାରଣ କରିବା ପରେ ତାଙ୍କ ଗର୍ଭରୁ 2 ଅଶ୍ୱିନୀ କୁମାର ଜନ୍ମ ହେଲେ। ସାବର୍ଣ୍ଣୀ ହେବେ ଅଷ୍ଟମ ମନନ୍ତରର ମନୁ। ତାହାଙ୍କର ପୁତ୍ରମାନଙ୍କର ନାମ ହେବ ନିର୍ମକ, ବିରଜସ୍କ ଇତ୍ୟାଦି। ଏ ପରୀକ୍ଷିତ, ସେହି ମନନ୍ତରରେ ଯେଉଁମାନେ ଦେବଗଣ ହେବେ ସେମାନେ ସୁତପା, ବିରଜ ଓ ଅମୃତପ୍ରଭ ସଂଜ୍ଞକ ହେବେ। ବିରୋଚନଙ୍କ ପୁତ୍ର ବଳି ହେବେ ସେମାନଙ୍କର ଇନ୍ଦ୍ର। ପ୍ରଣାମ। ଜୟ ଜଗନ୍ନାଥ। जय जगन्नाथ। धन्यवाद।
ପୂର୍ବରୁ ଆମେମାନେ ଆମେ 6 ଜଣ ମନୁଙ୍କର ସମ୍ବନ୍ଧରେ ଶୁଣି ସାରିଛନ୍ତି। ମାନେ ପ୍ରଥମ ମନୁ ହେଲେ ସ୍ୱୟଂଭୁବ ମନୁ। ସ୍ୱୟଂଭୁବ ମନୁଙ୍କର ଆମେ ଦ୍ୱିତୀୟ ସ୍କନ୍ଧ ତୃତୀୟ ସ୍କନ୍ଧରେ ଶୁଣିଛନ୍ତି କି ସେ ସମୟରେ ମାନେ ଭଗବାନ ଯଜ୍ଞ ରୂପରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ତାପରେ ଶ୍ରୀ ଭଗବାନ ବିଭୁ ରୂପରେ ଷୋଡ଼ଶ ମନ୍ୱନ୍ତରରେ ଅବତୀର୍ଣ୍ଣ ହୋଇଥିଲେ। ଏଇଟା ଭାଗବତର ଅଷ୍ଟମ ସ୍କନ୍ଧରେ ପ୍ରଥମ ଅଧ୍ୟାୟରେ ଆମେମାନେ ଶୁଣିଛନ୍ତି। ଏବଂ ସେତେବେଳେ ଶ୍ରୀ ଭଗବାନ ବିଭୁ ନାମରେ ଯେତେବେଳେ ଅବତୀର୍ଣ୍ଣ ହେଲେ ସେତେବେଳେ ଋଷି ବେଦଶିରା ହେଲେ ତାଙ୍କର ପିତା, ତୁଷିତା ଥିଲେ ଭଗବାନଙ୍କର ମାତା ଏବଂ ଶ୍ରୀ ବିଭୁ ରୂପରେ ଶ୍ରୀ ଭଗବାନ ଅବତୀର୍ଣ୍ଣ ହୋଇଥିଲେ ଏବଂ 88,000 ମୁନିମାନଙ୍କୁ ସେ ନିୟମ ଧାରଣ କରାଇଥିଲେ। ଏବଂ ଏଭଳି ଭାବରେ ଶ୍ରୀ ଭଗବାନ ମାନେ ଯେଉଁ କୌମାର ଏବଂ ବ୍ରହ୍ମଚାରୀ ଭଗବାନ ଶ୍ରୀ ବିଭୁ ନୈଷ୍ଠିକ ବ୍ରହ୍ମଚର୍ଯ୍ୟ ବ୍ରତକୁ ଶିକ୍ଷା ପ୍ରଦାନ କରିଥିଲେ। ଷୋଡ଼ଶ ଅଗ୍ନିଙ୍କର ପୁତ୍ର ଥିଲେ ଏବଂ ସିଏ ତାଙ୍କ ନାମ ହିସାବରେ ମାନେ ତାଙ୍କର ନାମ ଥିଲା ଷୋଡ଼ଶ ଏବଂ ସେ ମନ୍ୱନ୍ତରକୁ ଦ୍ୱିତୀୟ ମନ୍ୱନ୍ତର ହେଲା ଷୋଡ଼ଶ ମନ୍ୱନ୍ତର। ଏବଂ ପ୍ରତ୍ୟେକ ମନ୍ୱନ୍ତରରେ 71 ଚତୁର୍ଯୁଗ ବ୍ୟତୀତ ହୋଇଥାଏ ଏବଂ ଏହି ସମୟରେ ଇନ୍ଦ୍ରଦେବ ମଧ୍ୟ ବଦଳି ଯାଆନ୍ତି ଏବଂ ସପ୍ତଋଷି ମଧ୍ୟ ବଦଳି ଯାଆନ୍ତି। ସେମାନେ ସ୍ୱର୍ଗରେ ତାଙ୍କର ମାନେ ମୂଳ ସ୍ଥିତିକୁ ତାଙ୍କର ପଦକୁ ଛାଡ଼ି ଅନ୍ୟାନ୍ୟ ମାନେ ଜାଗାରେ ସେ ରହନ୍ତି ଏବଂ ସେମାନେ ଯଦି ସେମାନେ ବ୍ରହ୍ମଦେବଙ୍କର ଏବଂ ଆମର ଅନ୍ୟ ଅଧ୍ୟାୟରେ ଆମେ ପାଠ କରିବା ସିଏ ସେମାନଙ୍କ ସହିତ ସତ୍ସଙ୍ଗ ମଧ୍ୟ କରନ୍ତି। କିନ୍ତୁ ତାଙ୍କର ଯେତେବେଳେ ତାଙ୍କର ସମୟ ଥାଏ କି ମାନେ କୌଣସି ମାନେ ତାଙ୍କୁ ଇନ୍ଦ୍ରପଦ ବା ସପ୍ତଋଷି ପଦଙ୍କୁ ତାଙ୍କୁ ଦିଆଯାଇଥାଏ ସେ ମନ୍ୱନ୍ତରରେ ସେମାନେ ସେ କାର୍ଯ୍ୟକୁ ନିର୍ବାହ କରିଥାନ୍ତି। ଏଠି ଆମେ ଅଷ୍ଟମ ସ୍କନ୍ଧର ସେଇ ପ୍ରଥମ ଅଧ୍ୟାୟ ମାନେ ପାଠ କରିଥିଲେ। ରାଜା ପ୍ରିୟବ୍ରତଙ୍କର ପୁତ୍ର ଉତ୍ତମ ସିଏ ତୃତୀୟ ମନୁ ହୋଇଥିଲେ ଏବଂ ଆମର ସେହି ମନ୍ୱନ୍ତରରେ ସେ ମନ୍ୱନ୍ତରଙ୍କ ନାମ ଉତ୍ତମୀୟ ମନୁ କୁହାଯାଉଥିଲା ଏବଂ ପିତା ଧର୍ମଙ୍କ ଠାରୁ ମାନେ ଭଗବାନ ମାନେ ସତ୍ୟସେନ ରୂପରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ସତ୍ୟଜିତ ଇନ୍ଦ୍ର ସେତେବେଳେ ତାଙ୍କର ସଖା ହୋଇ ମିଥ୍ୟାବାଦୀ ଦୁଶ୍ଳ ତଥା ପ୍ରାଣୀଙ୍କୁ ଯେଉଁ ଦୁଃଖ ଦେଉଥିଲେ ଯକ୍ଷ ରାକ୍ଷସଙ୍କୁ ଶ୍ରୀ ଭଗବାନ ସତ୍ୟସେନ ରୂପରେ ମାନେ ତାଙ୍କୁ ଉଦ୍ଧାର କରିଥିଲେ। ଆଉ ଏବଂ ତାପରେ ଚତୁର୍ଥ ଯେଉଁ ମନ୍ୱନ୍ତର ହେଇଥିଲା ସିଏ ହେଲା ତାମସ ମନ୍ୱନ୍ତର, ଯିଏକି ସିଏ ମଧ୍ୟ ପ୍ରିୟବ୍ରତ ମହାରାଜଙ୍କର ପୁତ୍ର ଏବଂ ସିଏ ମଧ୍ୟ ଏଙ୍କର ଭାଇ ଥିଲେ, ଯେଉଁ ଆମର ଉତ୍ତମ ମନୁଙ୍କର ଭାଇ ଥିଲେ। ଏବଂ ଶ୍ରୀ ହରି ସେହି ସମୟରେ ଯେଉଁ ଅବତାର ନେଇଥିଲେ ସେତେବେଳେ ଭଗବାନଙ୍କର ନାମ ଶ୍ରୀ ହରି ହେଇଥିଲା ଏବଂ ସେତେବେଳେ ଶ୍ରୀ ଭଗବାନ ଏ ଅବତାରରେ ମାନେ ଯେଉଁ ଏ ଅବତାର ହେଲା ଆମର ତାମସ ମନ୍ୱନ୍ତରରେ ଏ ପ୍ରକାର ଲୀଳା ପ୍ରଦର୍ଶନ କରିଥିଲେ। ଏବଂ ତାମସ ମନ୍ୱନ୍ତରରେ ଗଜେନ୍ଦ୍ର ଉପାଖ୍ୟାନ ବା ଗଜେନ୍ଦ୍ର ମୁଖ୍ୟ ଯେଉଁ ଲୀଳା ଶ୍ରୀ ଭଗବାନ ସେହି ସମୟରେ କରାଇଥିଲେ। ଏବଂ ତାପରେ ଶ୍ରୀ ଭଗବାନଙ୍କର ଆସିଲା ପଞ୍ଚମ ମନୁ, ଯିଏକି ହେଲା ରୈବତ ମନ୍ୱନ୍ତର। ରୈବତ ମନ୍ୱନ୍ତରରେ ତାଙ୍କର ପିତା ହେଲେ ଶୁଭ୍ର ଏବଂ ମାତା ହେଲେ ବିକୁଣ୍ଠା। ତେଣୁ ଶ୍ରୀ ଭଗବାନ ଏହି ସମୟରେ ବୈକୁଣ୍ଠ ନାମରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ତାମସଙ୍କର ଭାଇ ହେଲା ରୈବତ। ମାନେ ପ୍ରିୟବ୍ରତ ମହାରାଜଙ୍କର 3 ପୁଅ, ସେ 3 ଜଣ ମନୁ ହେଇଥିଲେ ଏବଂ ରୈବତ ମନ୍ୱନ୍ତରରେ ବୈକୁଣ୍ଠ ନାମରେ ଶ୍ରୀ ଭଗବାନ ଆବିର୍ଭାବ ହୋଇ ମାନେ ସେ ତାଙ୍କର ରମା ଦେବୀଙ୍କର ପ୍ରସନ୍ନ ପାଇଁ ସେ ବୈକୁଣ୍ଠ ଲୋକକୁ ରଚନା କରିଥିଲେ। ତାପରେ ଶ୍ରୀ ଭଗବାନ ଯେଉଁ ଆମର ଷଷ୍ଠ ମନ୍ୱନ୍ତର ହେଲା ସେଟା ଚାକ୍ଷୁଷ ମନ୍ୱନ୍ତର, ଯେଉଁ ସମୟରେ ଶ୍ରୀ ଭଗବାନ ମାନେ ଅବତୀର୍ଣ୍ଣ ହୋଇଥିଲେ ଶ୍ରୀ ଅଜିତଙ୍କ ରୂପରେ। ଚାକ୍ଷୁଷଙ୍କର ପୁତ୍ର ଯେ ଚାକ୍ଷୁଷ ମନୁ ରୂପରେ ସେ ଅବତୀର୍ଣ୍ଣ ହୋଇଥିଲେ ଏବଂ ଜଗତ ପିତା ଶ୍ରୀ ଭଗବାନ ଅଜିତ ଏ ସମୟରେ ଆବିର୍ଭାବ ହୋଇ ସମୁଦ୍ର ମନ୍ଥନ ଲୀଳା ଯେଉଁଟା ଆମେ ଏବେ ପାଠ କରୁଥିଲେ ଇଏ ଆମର ମାନେ ଷଷ୍ଠ ମନ୍ୱନ୍ତରର କଥା, ମାନେ ଆମର ଏ ପୂର୍ବ ମନ୍ୱନ୍ତରର କଥା। ସେ ସମୟରେ ମାନେ ଏଭଳି ଭାବରେ ମାନେ ଶ୍ରୀ ଭଗବାନ ଏ ଅବତୀର୍ଣ୍ଣ ହୋଇ ଜଗତରେ ମାନେ ଧର୍ମକୁ ସ୍ଥାପନ କରିଥିଲେ ଏବଂ ଏ ସମୟରେ ଶ୍ରୀ ଭଗବାନ ଏଭଳି ଲୀଳା କରିଥିଲେ। ଏଠି ଏ ଯେଉଁ 6 ଜଣ ମନ୍ୱନ୍ତରକର ପରେ ଏବେ ସପ୍ତମ ମନ୍ୱନ୍ତର ସମ୍ବନ୍ଧରେ ଶ୍ରୀ ଶୁକଦେବ ଗୋସ୍ୱାମୀ ପାଦ ବର୍ଣ୍ଣନ କରୁଛନ୍ତି। ସପ୍ତମ ମନୁ ହେଲେ ବୈବସ୍ୱତ ମନୁ, ଯିଏକି ସୂର୍ଯ୍ୟଙ୍କର ପୁତ୍ର। ଏଠି
ମାନେ ଶ୍ଲୋକ 1ରେ କହୁଛନ୍ତି କି ବିଭସ୍ୱାନଙ୍କର ପୁତ୍ର ହେଲେ ଶ୍ରାଦ୍ଧଦେବ। ଶ୍ରାଦ୍ଧଦେବକୁ ବୈବସ୍ୱତ କୁହାଯାଏ ବା ଶ୍ରାଦ୍ଧଦେବ ମନୁ ମଧ୍ୟ କୁହାଯାଏ। ସେ ହେଲେ ବର୍ତ୍ତମାନର ମନୁ। ଏ ତାଙ୍କର ବଂଶ ସମ୍ବନ୍ଧରେ ସେ କହୁଛନ୍ତି କି ଇକ୍ଷ୍ୱାକୁ ମାନେ ଆମର ମନୁଙ୍କର ପୁତ୍ର। ଭଗବତ ଗୀତାରେ ତାଙ୍କର ନାଁ ଆସିଥିଲା କି ଭଗବାନ ଇକ୍ଷ୍ୱା ମାନେ ମନୁକୁ ଯେତେବେଳେ ଭଗବତ ଗୀତା ଶିକ୍ଷା ଦେଇଥିଲେ ସେ ଇକ୍ଷ୍ୱାକୁକୁ ମଧ୍ୟ ଏଇ ଭଗବତ ଗୀତାର ଶିକ୍ଷା ପ୍ରଦାନ କରିଥିଲେ ଏବଂ ଇକ୍ଷ୍ୱାକୁ କୂଳରେ ଭଗବାନ ଶ୍ରୀ ରଘୁନାଥ ରୂପରେ ଶ୍ରୀରାମଙ୍କ ରୂପରେ ଆବିର୍ଭାବ ହେଇଥିଲେ। ଏବଂ ସେଥିରେ ଆମେ ନବମ ସ୍କନ୍ଧରେ ଆଉ ଥରେ ସୂର୍ଯ୍ୟବଂଶର ଯେତେବେଳେ ବଂଶ ଚରିତ୍ର ଆମେ ପାଠ କରିବା ମାନେ ଆସନ୍ତା ୟା ପର ସ୍କନ୍ଧରେ ସେତେବେଳେ ଏ ବିଷୟରେ ମଧ୍ୟ ଆମେମାନେ ଭଲ ଭାବରେ ଜାଣିବା କି ସିଏ ଇକ୍ଷ୍ୱାକୁ ନଭାଗ ଧୃଷ୍ଟ ସରିୟାତି ନରିଷ୍ୟନ୍ତ ନାଭାଗ ଏସବୁ 7ଟି ପୁତ୍ର ତାଙ୍କର ଉତ୍ପନ୍ନ ହେଇଥିଲେ ଏବଂ କରୁଷ ଆଉ ପୃଷଧ୍ର ଆଉ 10 ମାନେ ଆଉ ତାଙ୍କ 10 ପୁତ୍ର ବସୁମାନ 10ଟି ପୁତ୍ର ତାଙ୍କର ଥିଲେ। ଏଇ 10 ଜଣଙ୍କୁ ବୈବସ୍ୱତ ମନୁଙ୍କର ପୁତ୍ର ବୋଲି ମାନେ ବୈବସ୍ୱତ ମନୁଙ୍କର 10 ପୁତ୍ର ହେଇଥିଲେ। ତାପରେ ଏହି ମନ୍ୱନ୍ତରରେ ଯେଉଁମାନେ ସବୁ ମୁଖ୍ୟ ଦେବତା ଥିଲେ ସେଥିରେ ବସୁ ଆଦିତ୍ୟ ରୁଦ୍ର ବିଶ୍ୱଦେବ ମରୁଦ୍ଗଣ ଅଶ୍ୱିନୀ କୁମାର ଏସବୁ ଦେବତା ପ୍ରଧାନ ଗଣ ଥିଲେ। ଏବଂ ଏହି ମନ୍ୱନ୍ତରରେ ମାନେ ଇନ୍ଦ୍ରଙ୍କ ନାମ ପୁରନ୍ଦର ଥିଲା। ଆମର ଯେଉଁ ମନୁ ଏବେ ଆମେ ଯେଉଁ ମନ୍ୱନ୍ତର ସମୟରେ ଆମେ ଏବେ ମାନେ ଜୀବିତ ଅଛନ୍ତି ବା ରହିଛନ୍ତି ଏ ମନୁଙ୍କର ସମୟରେ ଯେଉଁ ଇନ୍ଦ୍ରଦେବ ତାଙ୍କର ନାମ ପୁରନ୍ଦର ଏବଂ ଏମାନେ ହେଲେ ସପ୍ତର୍ଷି ହେଲେ କଶ୍ୟପ ଅତ୍ରି ବଶିଷ୍ଠ ବିଶ୍ୱାମିତ୍ର ଗୌତମ ଯମଦଗ୍ନି ଭରଦ୍ୱାଜ। ଏବଂ ଏହି ମନ୍ୱନ୍ତରରେ ମହର୍ଷି କଶ୍ୟପଙ୍କର ପତ୍ନୀ ଅଦିତିଙ୍କ ଗର୍ଭରେ ଭଗବାନ ଯେଉଁ ଅବତାର ନେବେ ସେ ମନ୍ୱନ୍ତର ଅବତାର ସେ ହେଲେ ଶ୍ରୀ ବାମନ ରୂପରେ ଅବତରଣ ହେବେ ଯାହାଙ୍କ ସମ୍ବନ୍ଧରେ ଆମେ ଏହି ସ୍କନ୍ଧରେ ଆଗକୁ ପାଠ କରିବା। ତାପରେ ସେ ସଂକ୍ଷେପରେ ଏ ସପ୍ତମ ମନ୍ୱନ୍ତରକୁ ଶୁଣାଇଲେ ଏବଂ ଏବେ ଶ୍ରୀ ଭଗବାନଙ୍କର ଶକ୍ତିଯୁକ୍ତ ଭବିଷ୍ୟତ ଯେଉଁ ମନ୍ୱନ୍ତର ସେ ସମ୍ବନ୍ଧରେ ସେ ଏବେ କହିବାକୁ ଯାଉଛନ୍ତି। ସେ ଆଗକୁ କହୁଛନ୍ତି କି ହେ ରାଜେନ୍ଦ୍ର ବିଭସ୍ୱାନଙ୍କର ଯେଉଁ 2ଟି ପତ୍ନୀ ଥିଲେ ସେ 2 ଜଣ ବିଶ୍ୱକର୍ମାଙ୍କର ପୁତ୍ରୀ ଥିଲେ। ତାଙ୍କର ନାମ ସଂଜ୍ଞା ଏବଂ ଛାୟା ଥିଲା। ଏ 2 ଜଣଙ୍କ ବିଷୟରେ ସେ ପ୍ରଥମେ କହୁଛନ୍ତି କି ମାନେ ବିଭସ୍ୱାନଙ୍କର ଯେଉଁ ତୃତୀୟ ପତ୍ନୀ ବଡ଼ବା ଇଏ ପତ୍ନୀ ବାସ୍ତବରେ ସଂଜ୍ଞାଙ୍କର ମାନେ ନାଁ ମଧ୍ୟ ସେ କହୁଛନ୍ତି ଏ ଯେଉଁ ମାନେ କିଛି ଲୋକ କହନ୍ତି କି ବିଭସ୍ୱାନଙ୍କର ତୃତୀୟ ପତ୍ନୀ ବଡ଼ବା ଥିଲା କିନ୍ତୁ ସେ କହୁଛନ୍ତି ଏଙ୍କର ଯେଉଁ ସଂଜ୍ଞାଙ୍କର ଯେଉଁ 3ଟି ସନ୍ତାନ ହେଇଥିଲେ ସିଏ ହେଲେ ୟମ ୟମୀ ଏବଂ ଶ୍ରାଦ୍ଧଦେବ। ୟମ ହେଲେ ଆମର ଯମରାଜ ୟମୀ ହେଲେ ଯମୁନା ଦେବୀ ଏବଂ ଶ୍ରାଦ୍ଧଦେବ ହେଲେ ବୈବସ୍ୱତ ମନୁ ଯାହାଙ୍କର ଯିଏକି ଏବେ ମନୁ ହେଇଛନ୍ତି ଏବଂ ଶାସନ କରୁଛନ୍ତି। ଏବଂ ସେ କହୁଛନ୍ତି ତାଙ୍କ ଯେଉଁ ଛାୟାଙ୍କର ଯେଉଁ ସନ୍ତାନ ଥିଲେ ସିଏ ହେଲେ ସାବର୍ଣୀ ଏବଂ ତପତି ନାମକର କନ୍ୟା ଥିଲେ ଏବଂ ତାଙ୍କର ଯିଏ ସମ୍ବର୍ଣ୍ଣଙ୍କର ଯେଉଁ ପତ୍ନୀ ଥିଲେ ତାଙ୍କର ସେଥିରେ ଶନି ଦେବ ଏବଂ ବଡ଼ବାଙ୍କର ପୁତ୍ର ଅଶ୍ୱିନୀ କୁମାର ଥିଲେ। ଯେଠି ମାନେ ଏ ସମସ୍ତେ ସୂର୍ଯ୍ୟଙ୍କର ପୁତ୍ର ବଡ଼ବାଙ୍କର ହେଲେ 2 ଜଣ ଅଶ୍ୱିନୀ କୁମାର ଏବଂ ତାଙ୍କର ଯେଉଁ ଛାୟାଙ୍କର ପୁତ୍ର ହେଇଥିଲେ ସାବର୍ଣୀ ସେ ଶନିଶ୍ଚର ଏବଂ ତାପତି ନାମକ କନ୍ୟା ଏ ସମସ୍ତେ ସୂର୍ଯ୍ୟଦେବଙ୍କର ପୁତ୍ର ଅଟନ୍ତି। ଅଷ୍ଟମ ମନ୍ୱନ୍ତର ଯିଏକି ସାବର୍ଣ୍ଣ ମନୁ ସାବର୍ଣୀ ହେଲେ ସୂର୍ଯ୍ୟଙ୍କର ଆଉ ଜଣେ ପୁତ୍ର ମାନେ ଆମର ଯେମିତି ପ୍ରଥମେ ଥିଲେ ବୈବସ୍ୱତ ମନ୍ୱନ୍ତରରେ ବୈବସ୍ୱତ ମନୁ ହେଲେ ଏଙ୍କର ମାନେ ସୂର୍ଯ୍ୟଦେବଙ୍କର ବିଭସ୍ୱାନଙ୍କର ପୁତ୍ର ସେଇଭଳି ସାବର୍ଣୀ ମଧ୍ୟ ବିଭସ୍ୱାନଙ୍କର ପୁତ୍ର କିନ୍ତୁ ମାତା ଭିନ୍ନ ମାନେ ସଂଜ୍ଞାଙ୍କର ପୁତ୍ର ହେଲେ ବୈବସ୍ୱାନ ଏବଂ ବଡ଼ବାଙ୍କର ପୁତ୍ର ହେଲେ ଅଶ୍ୱିନୀ କୁମାର ଏଙ୍କର ଛାୟାଙ୍କର ପୁତ୍ର ହେଲେ ସାବର୍ଣୀ। ସାବର୍ଣୀ ମନ୍ୱନ୍ତର ୟାର ଭବିଷ୍ୟତ ଯେଉଁ ଅଷ୍ଟମ ମନ୍ୱନ୍ତର ହେବ ଏବଂ এই ମନ୍ୱନ୍ତରରେ ମାନେ ସୁତପା ବିରଜା ଆଦି ଦେବତାଗଣ ହେବେ ଏବଂ ଏହି ମନ୍ୱନ୍ତର ଯେଉଁ ଇନ୍ଦ୍ର ହେବେ ସିଏ ମହାରାଜ ବଳି ହେବେ। ଯେଉଁ ବଳି ମହାରାଜଙ୍କର ମାନେ ଶ୍ରୀ ଭଗବାନ ବାମନ ଅବତାରରେ ଯାଇ ତାଙ୍କଠାରୁ ମାନେ ଯେଉଁ ଦାନ ମାଗିବା ଛଳରେ ତ୍ରିଲୋକକୁ ମାଗି ନେଇଥିଲେ 3 ପାଦ ଛଳରେ ସେହି ବଳି ମହାରାଜ ଇନ୍ଦ୍ର ହେବା ପାଇଁ ଯଜ୍ଞ କରୁଥିଲେ ଏବଂ ଭଗବାନ ତାଙ୍କୁ ବରଦାନ ଦେଇ ଇନ୍ଦ୍ର କରିଦେଇଥିଲେ। ୟାର ପର ମନ୍ୱନ୍ତରରେ ସେ ଇନ୍ଦ୍ର ହେବେ ସେ ପର୍ଯ୍ୟନ୍ତ ସେ ବି ପାତାଳ ଲୋକରେ ବା ସୁତଳ ଲୋକରେ ବାସ କରୁଛନ୍ତି।
ତାଙ୍କ ବିଷୟରେ ମଧ୍ୟ ଆମେ ଏହି ସ୍କନ୍ଧରେ ଭଲ ଭାବରେ ଚର୍ଚ୍ଚା କରିବା ଏବଂ ଶୁଣିବା। ଏବେ ଶ୍ଲୋକ 13ରୁ 20 ପର୍ଯ୍ୟନ୍ତ ରମା ସାହୁ ମାତାଜୀ ଅନୁବାଦ ଦେଖନ୍ତୁ। ଦତ୍ତିମାଂ ୟାଚମାନାୟ ବିଷ୍ଣବୈୟାଃ ପଦତ୍ରୟ ରାଧମିନ୍ଦ୍ର ପଦଂ ହିତ୍ୱା ତତଃ ସିଦ୍ଧିମवाप्स्यति। यो असौ भगवता बद्धः प्रीतेन सुतले पुनः निवेशितो अधिके स्वर्गादधो नास्ते स्वराडिव। गालवो दीप्तिमान् रामद्रोणपुतः कृपस्तथा ऋष्यशृङ्गी पितास्माकं भगवान् बादरायणः इमे सप्तर्षयस्तत्र भविष्यन्ति स्वयोग्यताः। इदानीमासते राजन् स्वे स्वे आश्रममण्डले देवगुह्यात् सरस्वत्वां सार्वभौम इति प्रभुः स्थानं पुरन्दरादृत्वा बलयो दास्यतीश्वरः। नवमो दक्षसावर्णी मनोर्वर्णसम्भवः भूतकेतुर्दीप्तकेतुरित्याद्यस्तस्तुतपा पारामरि चिगर्भाद्यः देवा इन्द्रो अद्भुता स्मृताः धृतिमत्प्रमुखास्तत्र भविष्यत्रुष्यतश्रियस्ततः। आयुष्मतो अम्बुधारा यामृषो भगवत्कलाः भाविता येन सारान्धाः त्रिलोकीं भक्ष्यते अद्भुतः। अनुवाद। ରମେଶ ମାତାଜୀ ପ୍ରଣାମ। ଆପଣଙ୍କର ଅଛି, ଆପଣ ପାଠ କରିବେ। ରାଜେଶ୍ୱରୀ ମାତାଜୀ ଆପଣ ପାଠ କରିବେ। ଆଜ୍ଞା ପ୍ରଣାମ। ବିଷ୍ଣୁ ଭଗବାନ ବାମନ ଅବତାର ଗ୍ରହଣ କରି ବଳିକୁ ହିଁ 3 ପାଦ ଭୂମି ମାଗିଥିଲେ, କିନ୍ତୁ ଏ ତାଙ୍କୁ ସମଗ୍ର ତ୍ରିଲୋକ ଦେଇଦେଲେ। ରାଜା ବଳିଙ୍କୁ ଭଗବାନ ତ ବାନ୍ଧି ଦେଇଥିଲେ, ତଥାପି ତାଙ୍କ ଉପରେ ପ୍ରସନ୍ନ ହୋଇ ପ୍ରଭୁ ତାଙ୍କୁ ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ ସୁତଳ ଲୋକ ରାଜ୍ୟ ରୂପେ ପ୍ରଦାନ କଲେ। ବଳି ବର୍ତ୍ତମାନ ସେଠାରେ ଇନ୍ଦ୍ରଙ୍କ ପରି ବିରାଜମାନ ହୋଇଛନ୍ତି। ଭବିଷ୍ୟତରେ ସେ ହିଁ ଇନ୍ଦ୍ର ହେବେ ଏବଂ ଶେଷରେ ସକଳ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ଇନ୍ଦ୍ରପଦ ମଧ୍ୟ ପରିତ୍ୟାଗ କରିଦେଇ ସେ ପରମ ସିଦ୍ଧି ପ୍ରାପ୍ତ ହେବେ। ଗାଲବ, ଦୀପ୍ତିମାନ, ପରଶୁରାମ, ଅଶ୍ୱତ୍ଥାମା, କୃପାଚାର୍ଯ୍ୟ, ଋଷ୍ୟଶୃଙ୍ଗ ଓ ମୋର ପିତା ଭଗବାନ ବ୍ୟାସଦେବ, ଏମାନେ ହେବେ ଅଷ୍ଟମ ମନ୍ୱନ୍ତରର ସପ୍ତର୍ଷି। ଏମାନେ ବର୍ତ୍ତମାନ ଯୋଗ ବଳରେ ନିଜ ନିଜ ଆଶ୍ରମ ମଣ୍ଡଳରେ ଅଛନ୍ତି। ଦେବପୁତ୍ରଙ୍କ ପତ୍ନୀ ସରସ୍ୱତୀଙ୍କ ଗର୍ଭରୁ ଭଗବାନ ସର୍ବଭୌମ ନାମକ ଅବତାର ନେବେ। ସେହି ପ୍ରଭୁ ପୁରନ୍ଦର ଇନ୍ଦ୍ରଙ୍କ ଠାରୁ ସ୍ୱର୍ଗରାଜ୍ୟ ଛଡ଼ାଇ ଆଣି ରାଜା ବଳିକୁ ପ୍ରଦାନ କରିବେ। ସେ ପରିଚିତ ବରୁଣଙ୍କ ପୁତ୍ର ଦକ୍ଷ ସାବନୀ ହେବେ ନବମ ମନୁ। ତାହାଙ୍କ ପୁତ୍ରମାନଙ୍କର ନାମ ହେବ ଭୂତକେତୁ, ଦୀପ୍ତକେତୁ ଇତ୍ୟାଦି। ପାର ମରିଚିଗର୍ଭ ପ୍ରଭୃତି ହେବେ ଦେବଗଣ ଏବଂ ଅଦ୍ଭୁତ ହେବେ ଇନ୍ଦ୍ର। ଦ୍ୟୁତିମାନ ଆଦି ହେବେ ସେହି ମନ୍ୱନ୍ତରର ସପ୍ତର୍ଷି। ଆୟୁଷ୍ମାନଙ୍କର ପତ୍ନୀ ଅମ୍ବୁଧାରାଙ୍କ ଗର୍ଭରୁ ଭଗବାନ ବୃଷଭ ରୂପରେ କଳା ଅବତାର ଗ୍ରହଣ କରିବେ। ସେତେବେଳେ ଅଦ୍ଭୁତ ନାମକ ଇନ୍ଦ୍ର ସେହି ପ୍ରଭୁଙ୍କ ପ୍ରଦତ୍ତ ତ୍ରୈଲୋକ୍ୟ ଉପଭୋଗ କରିବେ। ହରେ କୃଷ୍ଣ। ଜୟ ଶ୍ରୀ ଜଗନ୍ନାଥ। ପ୍ରଣାମ। ପ୍ରଣାମ ମାତାଜୀ, ଧନ୍ୟବାଦ। ଏଠି ସେ କହୁଛନ୍ତି କି ୟଃ ପଦତ୍ରୟଂ ୟାଚୟମାନଂ ବିଷ୍ଣବେ ଇମାଂ ଦତ୍ତ୍ୱା। ଶ୍ରୀ ବଳିଙ୍କ ଠାରୁ ସେ 3 ପାଦ ପୃଥିବୀ ମାଗିବା ପାଇଁ ଭଗବାନ ସମ୍ପୂର୍ଣ୍ଣ ପୃଥିବୀକୁ ନେଇ ସେ ଇନ୍ଦ୍ରଦେବଙ୍କୁ ଦେଇଦେଲେ। ଇନ୍ଦ୍ରପଦରକୁ ସେ ପରିତ୍ୟାଗ କରି ଏ ବଳି ମାନେ ମୁକ୍ତିକୁ ପ୍ରାପ୍ତ କରିବେ ଏବଂ ଶ୍ରୀ ଭଗବାନ ତାଙ୍କୁ ବରୁଣ ପାଶରେ ବାନ୍ଧି ଦେବେ। ଏ ଲୀଳା ଆମେ ଆଗକୁ ଏ ବିଷୟରେ ଭଲ ଭାବରେ ଶୁଣିବା। ପୁଣି ପ୍ରସନ୍ନ ହୋଇ ତାଙ୍କୁ ସ୍ୱର୍ଗଠାରୁ ଅଧିକ ସୁତଳ ଲୋକର ରାଜ୍ୟ ପ୍ରଦାନ କରିବେ। ମାନେ ତାଙ୍କୁ ଯେଉଁ ପୁନଃ ପ୍ରୀତେନ ସ୍ୱର୍ଗାତ୍ ଅଧିକେ ସୁତଳେ
ନିବେଶିତ ଅଧୁନା ସ୍ୱରାଟ ଏବ ଆସ୍ତେ। ସେ ଏବେ ବି ସେ ସୁତଳ ଲୋକରେ ମାନେ ବାସ କରୁଛନ୍ତି ଏବଂ ସେ ଭବିଷ୍ୟତର ଏ ଇନ୍ଦ୍ରଙ୍କର କାର୍ଯ୍ୟକଳାପ ପୂରଣ ହେଲା ପରେ ବଳି ମହାରାଜ ସେତେବେଳେ ଇନ୍ଦ୍ର ହେବେ। এই ଯେଉଁ ଅଷ୍ଟମ ମନ୍ୱନ୍ତରରେ ଗାଲବ ଦୀପ୍ତମାନ, ପରଶୁରାମ, ଅଶ୍ୱତ୍ଥାମା, କୃପାଚାର୍ଯ୍ୟ, ଋଷ୍ୟଶୃଙ୍ଗ ଏବଂ ଶ୍ରୀ ବ୍ୟାସ ସପ୍ତଋଷି ମାନେ ହେବେ। ମାନେ ଏବେ ଯେଉଁ ଆସିବ ଆସନ୍ତା ଯେଉଁ ମନ୍ୱନ୍ତର, ସେତେବେଳେ ଏଇମାନେ ସମସ୍ତେ ସପ୍ତଋଷି ହେବେ। ଏ ସମସ୍ତେ ନିଜ ନିଜର ଆଶ୍ରମରେ ଏବେ ବି ବିଦ୍ୟମାନ ଅଛନ୍ତି। ମାନେ ଶ୍ରୀ ବ୍ୟାସ ତାଙ୍କ ଶ୍ୟାମପ୍ରାସ ଆଶ୍ରମରେ ଏବେ ବି ବିଦ୍ୟମାନ ଅଛନ୍ତି ଏବଂ ପରଶୁରାମ ଏବଂ ଦୀପ୍ତିମାନ, ଗାଲବ, ଋଷ୍ୟଶୃଙ୍ଗ ଏବଂ କୃପାଚାର୍ଯ୍ୟ ଏ ସମସ୍ତେ ମହାଭାରତର ବିଷୟରେ ମହାଭାରତରେ ମଧ୍ୟ ଏମାନଙ୍କର ନାଁ ସବୁ ଆସିଛି। ଏ ସମସ୍ତେ ନିଜର ଆଶ୍ରମରେ ଯୋଗ ବଳରେ ରହୁଛନ୍ତି ଏବଂ ଏମାନେ ସେତେବେଳେ ସପ୍ତଋଷି ହେବେ। ତାପରେ ସେ କହୁଛନ୍ତି କି ଦେବଗୁହ୍ୟ ଙ୍କର ପତ୍ନୀ ସରସ୍ୱତୀଙ୍କ ଗର୍ଭରୁ ଭଗବାନଙ୍କର ସାର୍ବଭୌମ ନାମଙ୍କର ଅବତାର ହେବେ। ଭଗବାନଙ୍କର ଇନ୍ଦ୍ରଠୁ ସେ ସ୍ୱର୍ଗ ରାଜ୍ୟ ଛିଡ଼ାଇ ମାନେ ଭଗବାନ ସେତେବେଳେ କ'ଣ କରିବେ ନା ବଳିକୁ ପ୍ରଦାନ କରିବେ। ମାନେ ସେତେବେଳେ ମଧ୍ୟ ବଳି ମହାରାଜଙ୍କର କୁ ମଧ୍ୟ ଶ୍ରୀ ଭଗବାନ ସେ ଅବତାରରେ ସହାୟତା କରିବେ। ଆଉ ଭଗବାନ ସେ ସମୟରେ ସାର୍ବଭୌମ ନାମକ ଅବତାର ଗ୍ରହଣ କରିବେ। ସାର୍ବଭୌମ ଅବତାରରେ ଶ୍ରୀ ଭଗବାନ ଇନ୍ଦ୍ରଙ୍କ ଠାରୁ ମାନେ ସ୍ୱର୍ଗକୁ ରାଜ୍ୟକୁ ଆଣି ସେ ମାନେ ବଳିଙ୍କୁ ପ୍ରଦାନ କରିବେ। ଏବଂ ତାପରେ ସେ କହୁଛନ୍ତି କି ରାଜନ ମାନେ ବରୁଣଙ୍କର ପୁତ୍ର ଦକ୍ଷ ଶ୍ରାବଣୀ ନବମ ମନୁ ହେବେ। ପ୍ରଥମେ ଯିଏ ଶ୍ରାବଣୀ ମନ୍ୱନ୍ତର ସିଏ ହେଲେ ସୂର୍ଯ୍ୟଙ୍କ ପୁତ୍ର। ଇଏ ଦକ୍ଷ ଶ୍ରାବଣୀ ହେଲେ ବରୁଣଙ୍କର ପୁତ୍ର। ଇଏ ହେବେ ନବମ ମନୁ ଏବଂ ତାଙ୍କର ପୁତ୍ର ଭୂତକେତୁ, ଦୀପ୍ତକେତୁ ଇତ୍ୟାଦି ହେବେ। ଏବଂ ସେ ସମୟରେ ମରିଚି, ଗର୍ଭ ଆଦି ମନ୍ୱନ୍ତର ଦେବତାଗଣ ହେବେ ଏବଂ ଇନ୍ଦ୍ରଙ୍କ ନାମ ଅଦ୍ଭୁତ ହେବ ଏବଂ ସେ ମନ୍ୱନ୍ତରରେ ଦ୍ୟୁତିମାନ ଆଦି ସପ୍ତଋଷି ହେବେ। ତାପରେ ସେ ଆୟୁଷ୍ମାନଙ୍କର ପତ୍ନୀ ଅମ୍ବୁଧାରାଙ୍କର ଗର୍ଭରୁ ଭଗବାନ ସେ ମନ୍ୱନ୍ତରରେ ଶ୍ରୀ ଋଷଭ ରୂପରେ ଭଗବାନ କଳାବତାର ଗ୍ରହଣ କରିବେ ଏବଂ ସେତେବେଳେ ସେ ମାନେ ଇନ୍ଦ୍ରଙ୍କୁ ତ୍ରିଲୋକ ଭୋଗ କରାଇବେ ଏବଂ ଇନ୍ଦ୍ରଙ୍କ ନାମ ସେତେବେଳେ ହେବ ଅଦ୍ଭୁତ। ତାପରେ ଆମର ଶ୍ଲୋକ 21ରୁ 36 ପର୍ଯ୍ୟନ୍ତ ଶୋଭା ମାତାଜୀ ସେ ଦେଖନ୍ତୁ ଅନୁବାଦ। ଶ୍ଲୋକ ପାଠ କରିବା ଚାହୁଁଛନ୍ତି ଯଦି କରନ୍ତୁ। ଏଠି ହେଲା ଦଶମो ବ୍ରହ୍ମ ଶ୍ରାବଣୀ ରୂପ ଶ୍ଲୋକ ସୁତ ମହାନ ତତ୍ସୁତା ଭୂରିଷେଣାଦ୍ୟା ହବିଷ୍ମତ୍ ପ୍ରମୁଖା ଦ୍ୱିଜଃ ହବିଷ୍ମାନ୍ ସୁକୃତି ସତ୍ୟୁ ଜयो ମୂର୍ତ୍ତି ସଦା ଦ୍ୱିଜଃ ସୁବାସନ୍ ବିରୁଦ୍ଧ୍ୟାଦା ଦେବः ଶମ୍ଭो ସୁରେଶ୍ୱରः विश्वक्षेनो विषुञ्चातु शम्भो संख्यं करिष्यति जातः स्वांशेन भगवान् गृहे विश्वसृजे विभुः मनुर्वे धर्मसावर्णी रेकादशम आत्मवान् अनागतास्तसुताश्च सत्यधर्मो दयो दशः विहङ्गमः कामगम निर्वाणरुचयः सुराः इंद्रश्च वैधृतस्तेषा मामृषस्यश्चारुणादयः आर्यकस्य सुतस्तत्र धर्मसेतुरिति स्मृतः वैधृतायं हरिरंश स्त्रीलोकीं धारयिष्यति भविता रुद्रसार्वणि राजन् द्वादशमो मनुः देववानुपदेवस्व देवश्रेष्ठादयः सुतः ऋतधामा च तत्रेन्द्रो देवाश्च हरितादयः ऋषयश्च तपमूर्तिस्तपस्याग्रीधकादयः स्वधामाख्यो हरिर्वंश ପଢିଦେବି ସାରୁକୁ ଏଇଥିରେ ବ୍ୟାଖ୍ୟା କରିଦିଅନ୍ତୁ 28 ପର୍ଯ୍ୟନ୍ତ। 28 ପର୍ଯ୍ୟନ୍ତ ଅନୁବାଦ ପାଠ କରନ୍ତୁ। ହଁ ତୁମ ମା ପାଠ କରିବେ ବା ପଢିଗଲେ ତୁମ ମା ମୁଁ ତ ମନା କରିବି ପଢିବାକୁ। ପ୍ରଣାମ ପାଠ କରିବେ ମା। ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମଃ। ଓಂ ନମୋ ଭଗବତେ ବାସୁଦେବାୟ।
ओम नमो भगवते वासुदेवाय। ओम नमो भगवते वासुदेवाय। बागीचा जस्य वदने लक्ष्मी जस्य तवक्षसि तस्यास्ते हृदय संविहितं नृसिंहं भजे। जय जय लक्ष्मीपति नृसिंह मुरारी मंगल निलय सर्व मंगलहारी। जय जय लक्ष्मीपति नृसिंह मुरारी मंगल निलय सर्व मंगलहारी। जय जय लक्ष्मीपति नृसिंह मुरारी मंगल निलय सर्व मंगलहारी। जय जय लक्ष्मीपति नृसिंह मुरारी मंगल निलय सर्व मंगलहारी। 28 नंबर। ए परीक्षित द्वादश मनुक नाम हेब रुद्र श्रावणी। 21 थर करी कि महाराज 21 थर। आज्ञा उपश्लोक पुत्र ब्रह्म श्रावणी एवं दशम मनु ताहांक ठारे सकल सद्गुण निवास करिब। भूरी क्षण आदि हेबे ताहांक पुत्र एवं ସେହି मनंतରରେ अविस्वान सुकृति सत्य जय मूर्ति प्रभृति हेबे सप्तर्षि। सुभासन विरुद्ध प्रमुख हेबे देवगण एवं इंद्र हेबे शंभु। ସେହି ଦଶମ ମନନ୍ତରରେ ବିଶ୍ୱଜଙ୍କ ପତ୍ନୀ ବିଶ୍ୱଜୀଙ୍କ ଗର୍ଭରୁ ଭଗବାନ ବିଶ୍ୱକ୍ସେନ ରୂପରେ ଅଂଶାବତାର ଗ୍ରହଣ କରି ଶମ୍ଭୁ ନାମକ ଇନ୍ଦ୍ରଙ୍କ ସହିତ ମିତ୍ରତା କରିବେ। ଅତ୍ୟନ୍ତ ସଂଯମୀ ଧର୍ମ ଶ୍ରାବଣୀ ଏବେ ଏକାଦଶ ମନୁ ତାହାଙ୍କର ସତ୍ୟ ଧର୍ମ ଆଦି ଦଶପୁତ୍ର ଜନ୍ମ ହେବେ। ସେତେବେଳେ ବିହଙ୍ଗମ କାମଗମ ନିର୍ବାଣ ରୁଚି ପ୍ରଭୃତି ହେବେ ଦେବଗଣ। ବୈଧୃତି ହେବେ ଇନ୍ଦ୍ର ଏବଂ ସପ୍ତର୍ଷି ମାନଙ୍କର ନାମ ହେବ ଅରୁଣ ଆଦି। ଆର୍ଯ୍ୟକଙ୍କ ପତ୍ନୀ ବୈଧୃତଙ୍କ ଗର୍ଭରୁ ଭଗବାନ ଅଂଶାବତାର ଗ୍ରହଣ କରିବେ। ତାହାଙ୍କର ନାମ ହେବ ଧର୍ମସେତୁ ଏବଂ ସେହି ରୂପରେ ସେ ତ୍ରିଲୋକକୁ ରକ୍ଷା କରିବେ। ଏ ପରୀକ୍ଷିତ ଦ୍ୱାଦଶ ମନୁଙ୍କ ନାମ ହେବ ରୁଦ୍ର ଶ୍ରାବଣୀ। ତାହାଙ୍କର ଦେବବାନ ଉପଦେଶ ଦେବଶ୍ରେଷ୍ଠ ଆଦି ପୁତ୍ର ଜନ୍ମ ହେବେ। ସେହି ମନନ୍ତରରେ ଋତଧାମା ହେବେ ଇନ୍ଦ୍ର, ହରିତା ଆଦି ହେବେ ଦେବଗଣ ଏବଂ ତପମୂର୍ତ୍ତି ତପସ୍ୱୀ ଆଧିଧ୍ରକ ଆଦି ହେବେ ସପ୍ତର୍ଷି। ଆଉ ଏଇ ଯୋଉ 29 ରୁ ପଢିଦେବି ମହାରାଜ ନା ଅଛି କା? ପଢି ଦିଅନ୍ତୁ। ଆଜ୍ଞା ମହାରାଜ। ସୁଧମାଖ୍ୟୋ ହରେରଂସ ସାଧୟିଷତି ତନ୍ମନୋଃ ଅନ୍ତରଂ ସତ୍ୟ ସହସ ସୁନୁତାୟା ସୁतो ବିଭୁ। ମନୁସ୍ତ୍ରୟୋଦଶୋ ଭାବ୍ୟ ଦେବଶାବନୀରାତ୍ମବାନ ଚିତ୍ରସେନ ବିଚିତ୍ରାଦ୍ୟା ଦେବଶାବନୀ ଦେହ ଯାହା। ଦେବା ସୁକର୍ମ ସୂତ୍ରାମ ସଂଜ୍ଞା ଇନ୍ଦ୍ରୋ ଦିବସ୍ପତି ନିର୍ମୋକ ତତ୍ତ୍ୱ ଦସ୍ୟାଦ୍ୟା ଭବିଷ୍ୟନୁଷ୍ୟୟସ୍ତତଃ। ଦେବହୃତସ୍ୟ ତନୟ ଉପହର୍ତ୍ତା ଦିବସ୍ପତେଃ ଯୋଗେଶ୍ୱର ହରେରଂଶो ବୃହତ୍ୟା ସମ୍ଭବିଷ୍ୟତି। ମନୁ ବା ଇନ୍ଦ୍ର ଶ୍ରାବଣୀ ଚତୁର୍ଦଶ ମହେଷ୍ୟତି। ଉରୁ ଗମ୍ଭୀର ବୁଦ୍ଧ୍ୟାଦ୍ୟା ଇନ୍ଦ୍ର ଶ୍ରାବଣୀ ୟୁଜ୍ୟ ଯାହା। ପବିତ୍ରା ଚାକ୍ଷୁଷା ଦେବ୍ୟାଃ ଶୁଚିନ୍ଦ୍ରେନ୍ଦ୍ରୋ ଭବିଷ୍ୟତି। ଅଗ୍ନିବାହୁ ଶୁଚିଶୁଧୋ ମାଗଧାଦ୍ୟାସ୍ତପସ୍ୱିନଃ। ସତ୍ରାୟଣସ୍ୟ ତନୟୋ ବୃହଦ୍ଭାନୁस्तथा ହରି। ପିତା ନାୟଂ ମହାରାଜ କ୍ରିୟାତନ୍ତୁନ୍ ବିତାಯಿತଃ। ରାଜଂସତୁ ଦଶୈତାନି ତ୍ରିକାଳାනුଗତାନି ते। प्रोक्तान्येभिमितः कल्पो युगसहस्र पर्यायः। इति श्रीमद्भागवते महापुराणे पारमहंस्यां संहितायां अष्टमस्कन्धे मनन्तरानुवर्णनं नाम 13 अध्याय। अनुवाद। जितेन्द्रिय देवशाबनी हेबे 13 मनु। ତାହାଙ୍କ ପୁତ୍ରମାନଙ୍କର ନାମ ହେବ ଚିତ୍ରସେନ, ବିଚିତ୍ର ଇତ୍ୟାଦି। ସେତେବେଳେ ସୁକର୍ମ ଓ ସୂତ୍ରାମ ଆଦି ହେବେ ଦେବଗଣ ତଥା ଇନ୍ଦ୍ରଙ୍କ ନାମ ହେବ ଦିବସ୍ପତି। ନିର୍ମୋକ ଓ ତତ୍ତ୍ୱଦର୍ଶ ଆଦି ହେବେ ସପ୍ତର୍ଷି। ଦେବପୁତ୍ରଙ୍କ ପତ୍ନୀ ବୃହତୀଙ୍କ ଗର୍ଭରୁ ଭଗବାନ ଯୋଗେଶ୍ୱର ରୂପରେ ଅଂଶାବତାର ଗ୍ରହଣ କରିବେ ଏବଂ ସେହି ରୂପରେ ସେ ଦିବସ୍ପତିଙ୍କୁ ଇନ୍ଦ୍ରପଦ ଦେବେ। ମହାରାଜ ଇନ୍ଦ୍ର ଶ୍ରାବଣୀ ହେବେ ଚତୁର୍ଦ୍ଦଶ ମନୁ।
ତାଙ୍କ ପୁତ୍ରମାନଙ୍କର ନାମ ହେବ ଉରୁ, ଗମ୍ଭୀର ବୁଦ୍ଧି ଇତ୍ୟାଦି। ସେତେବେଳେ ପବିତ୍ର ଚାକ୍ଷୁଷ ଆଦି ହେବେ ଦେବଗଣ ଏବଂ ଇନ୍ଦ୍ରଙ୍କ ନାମ ହେବ ସୂଚି। ଅଗ୍ନି, ବାହୁ, ସୂଚି, ଶୁଦ୍ଧ ଓ ମାଗଧ ଆଦି ହେବେ ସପ୍ତର୍ଷି। ସେହି ମନ୍ୱନ୍ତରରେ ସତ୍ରାୟଣଙ୍କ ପତ୍ନୀ ବିତାନାଙ୍କ ଗର୍ଭରୁ ଭଗବାନ ବୃହଦ୍ଭାନୁ ରୂପରେ ଅବତାର ଗ୍ରହଣ କରିବେ ତଥା କର୍ମକାଣ୍ଡ ବିସ୍ତାର କରିବେ। ଏ ପରୀକ୍ଷିତ, ଏହି 14ଟି ମନ୍ୱନ୍ତର ଭୂତ, ବର୍ତ୍ତମାନ, ଭବିଷ୍ୟତ ତିନି କାଳରେ ଧାରାବାହିକ ରୂପେ ପ୍ରଚଳିତ ହୁଏ। ଏହି 14ଟି ମନ୍ୱନ୍ତରର ସମାହାରରେ 1000 ରୂପୀ କଳ୍ପର ସମୟ ଗଣନା କରାଯାଏ। ହରେ କୃଷ୍ଣ, ଜୟ ଶ୍ରୀ ଜଗନ୍ନାଥ। ପ୍ରଣାମ ପ୍ରଣାମ। ତାକୁ ଟିକେ ବୁଝିବାକୁ ପଡ଼ିବ ଆଜ୍ଞା, ବୁଝେଇଲ। ଜୟ ଜଗନ୍ନାଥ। ଏଥିରେ ବ୍ରହ୍ମାଙ୍କର ଗୋଟିଏ ଦିନକୁ ଗୋଟିଏ କଳ୍ପ କୁହାଯାଏ ଏବଂ ପ୍ରତ୍ୟେକ କଳ୍ପରେ ଭଗବାନ ଅନେକ ଅବତାର ନିଅନ୍ତି। ତାଙ୍କୁ କଳ୍ପ ଅବତାର କୁହାଯାଏ। ଯେମିତି ଭଗବାନ ଶ୍ରୀକୃଷ୍ଣ କଳ୍ପରେ ଥରେ ହିଁ ଆସନ୍ତି, ଅବତାର ନିଅନ୍ତି। ଭଗବାନ ଶ୍ରୀରାମ ମଧ୍ୟ କଳ୍ପରେ ଥରେ ମାତ୍ର ଅବତାର ନିଅନ୍ତି। ଏଭଳି ଭାବରେ କଳ୍ପ ଅବତାର ପରେ ଯୁଗ ଅବତାର ମଧ୍ୟ ଭଗବାନ ନିଅନ୍ତି। ପ୍ରତ୍ୟେକ ଯୁଗ, ଯେମିତି କଳିଯୁଗରେ ମଧ୍ୟ ଭଗବାନ ଅବତାର ନିଅନ୍ତି ଏବଂ ସେଭଳି ଭାବରେ ଦ୍ୱାପର ଯୁଗ, ତ୍ରେତା ଯୁଗ, ଏଭଳି ମାନେ ଯେତେ ଯୁଗ ଆସେ, ଯୁଗ ତ ବ୍ରହ୍ମାଙ୍କର ଗୋଟିଏ ଦିନରେ 4000 ଯୁଗ ଆସେ। 4000 ଯୁଗରେ ଭଗବାନ 4000 ଥର ମାନେ ଯେଉଁ ଆମର ସତ୍ୟ, ତ୍ରେତା, ଦ୍ୱାପର, କଳିର ଯୁଗ ଧର୍ମକୁ ପ୍ରଚାର କରିବା ପାଇଁ ଭଗବାନ ଅବତୀର୍ଣ୍ଣ ହୁଅନ୍ତି। ଏବଂ ଇଏ ଯେଉଁ ମନ୍ୱନ୍ତର, ଯେତେବେଳେ ଗୋଟିଏ କଳ୍ପରେ 14 ଜଣ ମନୁ ଆସିଥାନ୍ତି ଶାସନ କରିବା ପାଇଁ ଏବଂ ପ୍ରତ୍ୟେକ ମନ୍ୱନ୍ତର ଯେଉଁ କାଳ 71 ଚତୁର୍ଯୁଗ ଠାରୁ ଟିକେ ଅଧିକ, ମାନେ ସତ୍ୟ, ତ୍ରେତା, ଦ୍ୱାପର, କଳି ଏଇଭଳି 71 ଥର ଆସିବ। ଯେତେ ସମୟ ଲାଗିବ ସେ ସମୟ ଜଣେ ମନୁଙ୍କର କାର୍ଯ୍ୟକାଳ ନିର୍ଦ୍ଧାରିତ ହୋଇଥାଏ। ଜଣେ ମନ୍ୱନ୍ତରଙ୍କର କାର୍ଯ୍ୟକାଳରେ ମାନେ ସତ୍ୟ, ତ୍ରେତା, ଦ୍ୱାପର 4 ପ୍ରକାର ଯୁଗ ଆସିଥାଏ। ସେଥିରେ ମଧ୍ୟ ଶ୍ରୀ ଭଗବାନ ଗୋଟେ ଅବତାର ଗ୍ରହଣ କରି ସମ୍ପୂର୍ଣ୍ଣ ମନୁଙ୍କ ପାଇଁ ହିଁ ସେ ଅବତାର ନେଇଥାନ୍ତି ଏବଂ ସେ ଅବତାରରେ ସେ ନିଶ୍ଚିତ ରୂପେ ମନୁ ଏବଂ ଇନ୍ଦ୍ରଙ୍କୁ ସହାୟତା ଭଗବାନ କରନ୍ତି, ଯାଦ୍ୱାରା କି ଏ ଜଗତର ସୃଷ୍ଟିର ଭାରସାମ୍ୟ ରକ୍ଷା ହୋଇଥାଏ। ଏ ଅବତାରକୁ ମନ୍ୱନ୍ତର ଅବତାର କୁହାଯାଏ। ଏଭଳି ମନ୍ୱନ୍ତର ଅବତାର ଭାଗବତମରେ ଆମର 14 ମନୁ ଆସୁଥିବାରୁ ଖାଲି ଏହି କଳ୍ପର ମାନେ ବ୍ରହ୍ମାଜୀଙ୍କର ଏଇ ଗୋଟିଏ ଦିନର କଥା, ସେ କଳ୍ପର ସେ ଅବତାରକୁ ମନ୍ୱନ୍ତର ଅବତାର କୁହାଯାଏ। ଏବଂ ଭଗବାନଙ୍କର ଅବତାର ସମ୍ବନ୍ଧରେ ଆମେ ମଝିରେ ମଝିରେ ପାଠ କରିବା। ଯେମିତି ଆମର ଏବେ ମନ୍ୱନ୍ତର ଅବତାର ବିଷୟରେ ଆମେ ଚର୍ଚ୍ଚା କରୁଛନ୍ତି, ସେହିଭଳି ଭଗବାନ ଯୋଗ ଅବତାର ମଧ୍ୟ ନିଅନ୍ତି, ଲୀଳା ଅବତାର ନିଅନ୍ତି ଏବଂ ସତ୍ୟାବେଶ ଅବତାର ମଧ୍ୟ ଭଗବାନ ଗ୍ରହଣ କରିଥାନ୍ତି। ଏଠି ଯେଉଁ ମାନେ ଆମର ନବମ ଯେଉଁ ମନୁ ହେଇଥିଲେ, ସେଥିରେ ଦକ୍ଷ ଶାର୍ବଣୀ, ସେଥିରେ ଭଗବାନ ଋଷଭ ରୂପରେ ଅବତୀର୍ଣ୍ଣ ହେବେ ଏବଂ ବିଶ୍ୱକ୍ସେନ ଭଗବାନ ଯେଉଁ ବ୍ରହ୍ମ ଶାବର୍ଣୀ ମନ୍ୱନ୍ତର, ଯେଉଁଟାକି 10ମ ମନ୍ୱନ୍ତର, ସେଥିରେ ଭଗବାନ ଶ୍ରୀ ଋଷଭ ରୂପରେ ଶ୍ରୀ ଭଗବାନ ଅବତାର ଗ୍ରହଣ କରିବେ। ଏବଂ ଭଗବାନ ଯେତେବେଳେ ଆମର 11 ମନୁଙ୍କ ସମ୍ବନ୍ଧରେ এই ଯେଉଁ ବର୍ଣ୍ଣନା ଅଛି, ସେତେବେଳେ ଶ୍ରୀ ଭଗବାନ ଧର୍ମସେତୁ ରୂପରେ ଅବତୀର୍ଣ୍ଣ ଗ୍ରହଣ କରିବେ, ଯେଉଁଟାକି ଆମର ଏଠି କୁହାଯାଇଛି ଶ୍ଲୋକ ସଂଖ୍ୟା ହେଲା 21ରୁ ଆମେ ଦେଖିବା କି ଯେଉଁ ଉପଶ୍ଲୋକଙ୍କର ପୁତ୍ର ହେଲେ ବ୍ରହ୍ମ ଶାର୍ବଣୀ, ଯିଏକି 10ମ ମନୁ ହେବେ। ଏବଂ ସେତେବେଳେ ଶ୍ରୀ ଭଗବାନ ଯେଉଁ ଅବତାର ଏ କହିଛନ୍ତି ହବିଷ୍ୟାନ, ସୁକୃତି, ସତ୍ୟ, ଜୟ, ମୂର୍ତ୍ତି ଆଦି ସେତେବେଳେ ସପ୍ତର୍ଷି ମାନେ ହେବେ। ଏବଂ ଏଇଭଳି ମାନେ ଏହି ସମୟରେ ଶ୍ରୀ ଭଗବାନ ସେତେବେଳେ ମାନେ ଯେଉଁ ଇନ୍ଦ୍ର ହେବେ ତାଙ୍କର ନାମ ଶମ୍ଭୁ ହେବ। ଏବଂ ଏହି ସମୟରେ ଶ୍ରୀ ଭଗବାନ ମାନେ ବିଶୁଚିଙ୍କର ଗର୍ଭରୁ ଶ୍ରୀ ଭଗବାନଙ୍କର ଅଂଶ ଅବତାର ବିଶ୍ୱକ୍ସେନ ରୂପରେ ଅବତାର ଗ୍ରହଣ କରିବେ। ମାନେ ଯେଉଁ ଶ୍ରୀ ବିଶ୍ୱକ୍ସେନ ଯିଏ, ସିଏ ମାନେ ଆମର 10ମ ମନୁ ହେବେ ଏବଂ 10ମ ମନୁ ସିଏ ମାନେ ବ୍ରହ୍ମ ଶାବର୍ଣୀ ମନ୍ୱନ୍ତରର କଥା। ତାପରେ 11 ମନୁରେ ଶ୍ରୀ ଭଗବାନ ମାନେ ଧର୍ମ ଶାବର୍ଣୀ ସେ ମନ୍ୱନ୍ତରର ନାଁ ହେବ ଏବଂ ସେ ସମୟରେ ତାଙ୍କର ଯେଉଁ 10 ପୁତ୍ର ହେବେ ସେ ମନୁଙ୍କର ଏବଂ ଏହି ମନ୍ୱନ୍ତରରେ ବିହଙ୍ଗମ, କାମଗମ ଆଦି ସବୁ ଦେବତାଗଣ ହେବେ ଏବଂ ଏହି ସମୟରେ ଇନ୍ଦ୍ରଙ୍କ ନାମ ହେବ ବୈଧୃତ ଏବଂ ଅରୁଣ ଆଦି ଏ ମନ୍ୱନ୍ତରର ସପ୍ତର୍ଷି ହେବେ। ଏବଂ ଏହି ସମୟରେ ଶ୍ରୀ ଭଗବାନଙ୍କ ଯେଉଁ ଅଂଶ ଅବତାର ହେବ, ସେ ଭଗବାନଙ୍କର ମାନେ ଧର୍ମସେତୁ
नाम श्री भगवान अंश अवतार हम। आर्यक एवं पत्नी वैधृता गर्भर भगवान धर्म सेतु रूप माने ये अवतार ने ये है एकादश मनुंकर लीला। एकादश मन्वंतर भगवान ये अवतार रे आसीबे एक कथा सुखदेव गोस्वामी पाद कहते। तापरे 12 मनु सी हेले रुद्र श्रावणी। रुद्र श्रावणी रे श्री भगवान अंकर जो अवतार हेब तांकर तो नाम हम माने धर्म सुधामा, किंतु एठी प्रथमे से श्रावणी मन्वंतर संबंध रे कहा जायछि कि से मन्वंतर ऋतधामा इंद्र हेबे एवं हरित देवता आदि गण हेबे एवं तपमूर्ति तपस्वी अग्निध्र आदि से मुख्य देवता हेबे एवं सत्य सहांकर पत्नी कर स्वधामा नामक पुत्र श्री हरिंकर अंश अवतार हेबे। तेणु एठी जो स्वधामा नामक भगवानंकर माने जो अवतार सी हेले ये माने मन्वंतर रुद्र श्रावणी मन्वंतर अवतार। एवं तापरे जो 13 मनु आसीबे सी हेले माने देव श्रावणी। सी मनु आत्मज्ञ देवता अंकर रूपरे माने देव तांकर पुत्र रूपरे आसी से चित्रसेन आदि तांकर पुत्र हेबे एवं तांकर नाम देव श्रावणी हेबो। एवं यही मन्वंतर सुकर्म 17 संज्ञक देवता मान सब गण हेबे एवं इंद्रंकर नाम हब दिवस्पति। एवं ए समय श्री भगवानंकर जो अवतार हब अंश अवतार से माने देवहोत्रंकर पत्नी गर्भरु श्री भगवान हरिंकर अंश अवतार हब। एवं यही अंश अवतार को जोगेश्वर कहा जाए एवं ये जोगेश्वर हेबे श्री हरिंकर अंश अवतार। इस समय दिवस्पति हेबे इंद्र पद माने पद को ग्रहण करिवे। 14 मनु जे माने मनु सी हेले इंद्र श्रावणी मन्वंतर हब। इंद्र श्रावणी पुत्र सबु उरु गंभीर आदि माने से माने मुख्य देवता हेबे एवं ए समय माने माने हेले तांको पुत्र हेबे। ए समय रे माने पवित्र चाक्षुष आदि देवतागण हेबे एवं इंद्रंकर नाम सूची हब। ए समय रे अवतार रे ए समय श्री भगवान जो अवतार ग्रहण करिवे से अवतार बृहद भानु नाम रे श्री हरिंकर कला अवतार से समय रे हब। एवं सी महाराज माने से कहते कि हे महाराज से समय सत्रायणकर पत्नी बीतानंक गर्भरु बृहद भानु नामक पुत्र रूप से श्री भगवान अंश अवतार हेब। तेणु ये राजन ये 14 मनु भविष्य एवं वर्तमान काल रे रहिबे एवं ये 14 मन्वंतर रे गोटे कल्प भितर ये 14 मनु आसी थांती एवं 14 मनुकर कथा जे कीर्तन करे बा पाठ करे सी भगवान विष्णु को प्रसन्न करिथाय। कारण एथिरे केवल मनुकर माने कथा नुहे, कारण ए जगार श्री भगवानंकर अवतार कथा मध्य ए विषय रे चर्चा होता है। जमिति आमर पूर्वर आम शुणी कि स्वयंभू मन्वंतर श्री भगवान यज्ञ रूपरे आसी थांती। सरचुष मन्वंतर भगवान श्री विभु रूपरे अवतीर्ण होते एवं जितेबले उत्तम मनु का समय रे भगवान श्री सत्यसेन रूपरे मन्वंतर अवतार ग्रहण करथिले एवं जितेबले तामस मनु अवतीर्ण माने तामस मन्वंतर श्री भगवान श्री हरिंक रूपरे अवतीर्ण होते एवं रैवत मन्वंतर रे भगवान श्री वैकुंठ रूप अवतीर्ण होते एवं जो चाक्षुष मन्वंतर जो समुद्र मंथन होता सेतबले श्री भगवान श्री अजित रूपरे माने अवतार ग्रहण करथिले एवं एबे जो चली वैवस्वत मन्वंतर ए समय मन्वंतर अवतारी भगवान श्री वामन एवं जो या पर जो माने आसीब जो श्रावणी मनु मन्वंतर से समय भगवान अवतार ने सार्वभौम एवं दक्ष श्रावणी मन्वंतर भगवान अवतार ने श्री ऋषभ एवं तापर ब्रह्म श्रावणी से भगवान अवतार ने विश्वक्सेन एवं तापरे भगवान जो धर्मसेतु अवतार ने तापरे स्वधाम अवतार ने एवं तापरे जोगेश्वर अवतार ने एवं तापरे बृहद भानु अवतार ने एभली भाव 14 मनुरे भगवान 14 अवतार ग्रहण करती एवं या एक जी मनुकर कथा कीर्तन जे करे बा पाठ करे हे राजेंद्र चतुर्दश मनुनां कथा यह नरः कीर्तयेत् अपि वा शृणुत्वा तस्य विष्णु प्रसीदते। जे को पाठ करे बा शुणे भगवान विष्णु तांको पर प्रसन्न होता इति श्रीमद्भागवत महापुराणे अष्टम स्कंदे मन्वंतर वर्णनं नाम 13 अध्याय। एबे 14 अध्याय श्लोक 1 रु 11 मामुनि माताजी अनुवाद देखंतु।
मनुवादी पृथक पृथक कर्मर निरूपण। राज उवाच मन्वन्तरेषु भगवान् यथा मन्वादय स्विस्त्वमे यस्मिन् कर्माणि ये येन नियुक्तास्तद्वयस्व मे मनवो मनुपुत्राश्च मनुयस्य मुनयश्च महीपते ऋषिरुवाच मनवो मनुपुत्राश्च मुनयश्च महीपते इन्द्राः सुरगणाश्चैव सर्वे पुरुषशासनः यज्ञादयो या कथिताः पौरुषस्तनवो नृप मन्वादयो जगद्धात्रा नयन्त्याभिः प्रचोदिताः चतुर्युगान्ते कालेन ग्रस्ताच्छोति गणान्यथा तपसारुष यो अपश्यन्तो धर्मः सनातनः ततो धर्मः चतुष्पादं मनवो हरिणोदिता युक्ताः सञ्चारयन्त्यर्धाः स्वे स्वे काले महिं नृपः पालयन्ति प्रजापाल यावदन्त विभागशः यज्ञभागभुजदेवा ये च तत्रान्विताश्च ते इन्द्र भगवतां दतां त्रैलोक्यश्रियमूर्जितां भुञ्जानः पतिलोकास्त्रीन् कामं लोके प्रपर्षिष्यति ज्ञानं चानुयुगं ब्रूते हरिः सिद्धस्वरूपधृक् ऋषिरूपधरः कर्मयोगं योगेशरूपधृक् सर्गं प्रजेशरूपेण दस्योन्हन्यात् स्वराड्वपुः कालरूपेण सर्वेषां भवाय पृथग् गुणः स्तूयमानो जनैर्भीमरियया नामरूपया विमोहितात्मभिनाना दर्शनैर्न च दृश्यते एतत् कल्पविकल्पस्य प्रमाणं परिकीर्तितं तत्र मन्वन्तराण्याहुश्चतुर्दशः पुराविदः इति श्रीमद्भागवते महापुराणे अष्टमस्कन्धे 14 अध्यायः। अनुवाद। जय जगन्नाथ। जय गुरुदेव। प्रणाम गुरुदेव। जय जगन्नाथ। राजा परीक्षित पचारिले भगवान आपणଙ୍କ द्वारा वर्णित ଏହି ମନୁ ମନୁପତ୍ର ସପ୍ତର୍ଷି ପ୍ରଭୃତି ନିଜ ନିଜର ମନ୍ୱନ୍ତରରେ କାହା ଦ୍ୱାରା ନିଯୁକ୍ତ ହୋଇ କି କର୍ମ କିପରି କରନ୍ତି ତାହା ମୋତେ ଦୟାକରି କୁହନ୍ତୁ। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ମନୁ ମନୁପୁତ୍ର ସପ୍ତର୍ଷି ଇନ୍ଦ୍ର ଓ ଦେବତା ଏ ସମସ୍ତଙ୍କୁ ସ୍ୱୟଂ ଭଗବାନ ହିଁ ନିଯୁକ୍ତ କରନ୍ତି। ଭଗବାନଙ୍କର ଯେଉଁ ଯଜ୍ଞ ପୁରୁଷ ଆଦି ଅବତାର ଶରୀର ବିଷୟରେ ମୁଁ ବର୍ଣ୍ଣନା କଲି ତାଙ୍କର ପ୍ରେରଣାରେ ମନୁ ଆଦି ବିଶ୍ୱ ବ୍ୟବସ୍ଥା ସଞ୍ଚାଳନ କରନ୍ତି। ଚତୁର୍ଯୁଗୀ ଶେଷରେ ସମୟର ପରିବର୍ତ୍ତନ ଫଳରେ ସ୍ମୃତି ସବୁ ନଷ୍ଟପ୍ରାୟ ହୋଇଯାଆନ୍ତି। ସେତେବେଳେ ସପ୍ତର୍ଷି ଗଣ ନିଜର ତପସ୍ୟା ଫଳରେ ପୁନର୍ବାର ସେସବୁର ଯଥାବତ୍ ସାକ୍ଷାତକାର କରିଥାନ୍ତି। ସେହି ସ୍ମୃତିମାନଙ୍କ ଦ୍ୱାରା ହିଁ ସନାତନ ଧର୍ମ ସୁରକ୍ଷିତ ହୁଏ। ହେ ରାଜନ, ଭଗବାନଙ୍କ ପ୍ରେରଣାରେ ସବୁ ମନୁ ନିଜ ନିଜର ମନ୍ୱନ୍ତରରେ ବଡ଼ ସାବଧାନତା ସହକାରେ ପୃଥିବୀର ଚାରିପାଦ ଯୁକ୍ତ ଧର୍ମ ବିସ୍ତାର କରନ୍ତି। ମନୁପୁତ୍ର ମାନେ ମନନ୍ତର ସାରା କାଳ ଓ ଦେଶ ଉଭୟକୁ ବିଭାଗ କରି ପ୍ରଜାପାଳନ ତଥା ଧର୍ମ ପାଳନ କାର୍ଯ୍ୟ କରନ୍ତି। ପଞ୍ଚ ମହାଯଜ୍ଞ ଆଦି କର୍ମରେ ଯେଉଁ ଋଷି ପିତୃପୁରୁଷ ପ୍ରାଣୀ ଓ ମନୁଷ୍ୟ ଆଦିଙ୍କର ସମ୍ବନ୍ଧ ରହିଥାଏ ସେମାନଙ୍କ ସହିତ ଦେବତାମାନେ ସମ୍ପୃକ୍ତ ମନନ୍ତରରେ ଯଜ୍ଞ ଭାଗ ଗ୍ରହଣ କରନ୍ତି। ଭଗବାନଙ୍କ ପ୍ରଦତ୍ତ ତ୍ରିଲୋକର ଅତୁଳ ସମ୍ପତ୍ତି ଉପଭୋଗ କରି ଇନ୍ଦ୍ର ପ୍ରଜା ପାଳନ କରନ୍ତି। ସଂସାରରେ ଯଥେଷ୍ଟ ବର୍ଷା କରାଇବା ମଧ୍ୟ ତାଙ୍କର ଅଧିକାରଭୁକ୍ତ। ଭଗବାନ ଯୁଗେ ଯୁଗେ ଶୌନକ ଆଦି ସିଦ୍ଧମାନଙ୍କ ରୂପ ଧାରଣ କରି ଜ୍ଞାନ ସମ୍ପଦୀୟ ଯାଜ୍ଞବଳକ ଆଦି ଋଷିମାନଙ୍କ ରୂପ ଧାରଣ କରି କର୍ମ ସମ୍ପଦୀୟ ଏବଂ ଦତ୍ତାତ୍ରେୟ ଆଦି ଯୋଗେଶ୍ୱର ମାନଙ୍କ ରୂପ ଧାରଣ କରି ଯୋଗ ସମ୍ପଦୀୟ ଉପଦେଶ ପ୍ରଦାନ କରନ୍ତି। ସେ ମରିଚି ଆଦି ପ୍ରଜାପତି ମାନଙ୍କ ରୂପରେ ସୃଷ୍ଟିର ବିସ୍ତାର କରନ୍ତି। ସମ୍ରାଟଙ୍କ ରୂପରେ ଦସ୍ୟୁ ଡକାୟତ ମାନଙ୍କୁ ବଧ କରନ୍ତି ଏବଂ ଶୀତ ଉଷ୍ମ ଆଦି ବିଭିନ୍ନ ଗୁଣ ଧାରଣ କରି କାଳ ରୂପରେ ସମସ୍ତଙ୍କ ସଂହାର ଆଡକୁ ଟାଣି ନିଅନ୍ତି। ନାମ ଓ ରୂପର ମାୟାରେ ପ୍ରାଣୀମାନଙ୍କର ବୁଦ୍ଧି ବିମୂଢ ହୋଇଯାଉଛି। ତେଣୁ ସେମାନେ ନାନା ପ୍ରକାର ଦର୍ଶନ ଶାସ୍ତ୍ର ମାଧ୍ୟମରେ ଭଗବାନଙ୍କର ଏହି ମହିମା ଗାନ କରୁଥିଲେ ମଧ୍ୟ ପ୍ରଭୁଙ୍କର ବାସ୍ତବିକ ସ୍ୱରୂପ ଜାଣିପାରନ୍ତି ନାହିଁ। ହେ ପରୀକ୍ଷିତ, ଏପରି ଭାବରେ ମୁଁ ତୁମକୁ ମହାକଳ୍ପ ଓ ଅବନ୍ତର କଳ୍ପର
ଶୁଣାଇ ଦେଲି। ପୁରାଣ ତତ୍ତ୍ୱର ବିଦ୍ୱାନ ମାନେ ପ୍ରତ୍ୟେକ ଅବନ୍ତର କଳ୍ପରେ 14ଟି ମନ୍ୱନ୍ତର ହୁଏ ବୋଲି କୁହନ୍ତି। ଇତି ଶ୍ରୀମଦ୍ ଭାଗବତ ମହାପୁରାଣ ପରମହଂସ ସଂହିତାଏ ଅଷ୍ଟମ ସ୍କନ୍ଧେ ଚତୁର୍ଦ୍ଦଶ ଅଧ୍ୟାୟ। ଜୟ ଜଗନ୍ନାଥ। ଜୟ ଜୟ ଜଗନ୍ନାଥ। ଗୁରୁଦେବ। 11ଟି ଶ୍ଲୋକରେ ଏ ଅଧ୍ୟାୟ, କାରଣ ଏଠି ଅଧ୍ୟାୟ ବିଭାଜନ ସ୍ୱୟଂ ଶ୍ରୀ ବ୍ୟାସ କରିଛନ୍ତି। କାରଣ ପ୍ରତ୍ୟେକ ଅଧ୍ୟାୟର ଭାବ ଅଲଗା, ପ୍ରତ୍ୟେକ ଅଧ୍ୟାୟର ରସ ମଧ୍ୟ ଅଲଗା। ଶ୍ରୀମଦ୍ ଭାଗବତମର ଯେତେବେଳେ ସମସ୍ତ ମନ୍ୱନ୍ତର ସମ୍ବନ୍ଧରେ ବର୍ଣ୍ଣନ କରାଗଲା, ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନ ଥିଲା କି ଏ ଭଗବାନ ମନ୍ୱନ୍ତରେଷୁ ଇମେ ଇଏ ମନ୍ୱାଦୟ ୟେନ ଅସ୍ମିନ୍ କର୍ମଣି ନିୟୁକ୍ତାଃ ତଦମେ ବଦସ୍ୱ। ସବୁଠୁ ବଡ଼ ପ୍ରଶ୍ନ ହେଲା, ଇଏ ମନୁ ନିଯୁକ୍ତି କେମିତି ହୁଅନ୍ତି? ଯେମିତି ଆମର ଏବେ ସୁପ୍ରିମକୋର୍ଟରେ ହେଲେ କିଏ ନୂଆ ଯେଉଁ ଜଜ୍ ହେଲେ, CJI ହେଲେ, ତାଙ୍କୁ ରାଷ୍ଟ୍ରପତି ମାନେ ଶପଥ ପାଠ କରାଇକି ସେ ତାଙ୍କୁ ଜଜ୍ ମାନେ ତାଙ୍କୁ ମାନେ ମୁଖ୍ୟ ନ୍ୟାୟାଧୀଶ ରୂପରେ କରିଥାନ୍ତି। ସେଭଳି ଯେତେବେଳେ ଏ ମନୁଙ୍କର ସମୟ ସୀମା ଯାଏ, ତାଙ୍କୁ ନିଯୁକ୍ତି କିଏ କରେ? ସେ ଆପେ ଆପେ ଯାଇକି ପହଞ୍ଚନ୍ତି କି ମୁଁ ଆଜିଠୁ ହେବି, ୟା ତାଙ୍କୁ କେହି ଆସି ଜଣେ ନିଯୁକ୍ତି କରାନ୍ତି? ଏଠି ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହେ ମହିପତେ, ମନବଃ ମନୁପୁତ୍ରା ଚ ମୁନୟଃ ଚ ଇନ୍ଦ୍ରାଃ ସୁରଗଣା ଚୈବ ସର୍ବେ ପୁରୁଷ ଶାସନାଃ। ପୁରୁଷ ଶାସନ ହେଲା ଶ୍ରୀ ଭଗବାନଙ୍କର ପ୍ରଶାସନ ଦ୍ୱାରା ହିଁ ଏମାନେ ସମସ୍ତେ ନିଯୁକ୍ତ ହୋଇଥାନ୍ତି। ଜଣେ ଯଦି ମନେକର ଇନ୍ଦ୍ରପଦ ଛାଡ଼ୁନାହିଁ, କିନ୍ତୁ ସେତେବେଳେ ମାନେ ଇନ୍ଦ୍ରଙ୍କର ସମୟ ସୀମା ପାର ହୋଇସାରିଲାଣି, ସେତେବେଳେ ସ୍ୱୟଂ ଭଗବାନ ଆସି ତାଙ୍କୁ ତାଙ୍କଠାରୁ ଛଡ଼ାଇ ୟାଙ୍କୁ ଦେଇଦେବେ। ତେଣୁ ଆମେ ଦେଖିଥିଲେ କି ଅଷ୍ଟମ ଯେଉଁ ମନ୍ୱନ୍ତରରେ ଏଭଳି ମାନେ ଯେଉଁ ନବ ମନ୍ୱନ୍ତର, ସେତେବେଳେ ଇନ୍ଦ୍ରଦେବ ତାଙ୍କର ଛାଡ଼ିବେ ନାହିଁ, ସେହି ସମୟରେ ଭଗବାନ ମଧ୍ୟ ଏଭଳି ଲୀଳା କରନ୍ତି। ସୁଖଦେବ ଗୋସ୍ୱାମୀ କହୁଛନ୍ତି କି ଭଗବାନ ନିଜେ ସ୍ୱୟଂ ଏମାନଙ୍କୁ ନିଯୁକ୍ତ କରିଥାନ୍ତି। ତେଣୁ ହେ ରାଜନ, ପରମାତ୍ମାଙ୍କର ଯେଉଁ ଯଜ୍ଞ ପୁରୁଷ ଇତ୍ୟାଦି ଯେଉଁ ଅବତାର, ତାଙ୍କ ପ୍ରେରଣାରେ ହିଁ ମନ୍ୱନ୍ତର ମାନେ ସମୟରେ ବିଶ୍ୱର ବ୍ୟବସ୍ଥା ସଞ୍ଚାଳିତ ହୋଇଥାଏ। ସବୁଠୁ ଗୋଟେ ମହତ୍ତ୍ୱପୂର୍ଣ୍ଣ ମାନେ ବିଷୟ ହେଲା, ଯେଉଁଟାକି ମାନେ ଏଠି ସୁଖଦେବ ଗୋସ୍ୱାମୀ ଚତୁର୍ଥ ଶ୍ଲୋକରେ କହୁଛନ୍ତି କି ଚତୁର୍ଯୁଗାନ୍ତେ କାଲେନ ଗ୍ରସାତ୍ ଶ୍ରୁତି ଗଣାନ ଋଷୟଃ ତପସା ଅପଶ୍ୟନ୍ ତତ ସନାତନ ଧର୍ମ। ଯେତେବେଳେ ମାନେ କଳିଯୁଗ ଆସିଥାଏ, ଚତୁର୍ଯୁଗର ଅନ୍ତ ହେଲା କଳିଯୁଗ, ତାପରେ ପୁଣି ସତ୍ୟଯୁଗରୁ ପୁଣି ଚତୁର୍ଯୁଗ ଆରମ୍ଭ ହୋଇଯାଏ। ପ୍ରାୟତଃ ଶ୍ରୁତିଆ ନଷ୍ଟ ହୋଇଯାଏ। ଶ୍ରୁତି ମାନେ ଯେଉଁ ଉପନିଷଦ ଆଦି ଯେଉଁ ତାର ଅର୍ଥ ଧୀରେ ଧୀରେ କଦର୍ଥ ହୋଇଯାଏ, ମାନେ ଲୋକ ତାର ଉଦ୍ଦେଶ୍ୟକୁ ଜାଣିପାରନ୍ତି ନାହିଁ। କିନ୍ତୁ ସେତେବେଳେ ଋଷିଗଣ ତାଙ୍କର ତପସ୍ୟା ଦ୍ୱାରା ତାକୁ ପୁଣି ସାକ୍ଷାତକାର କରି ପୁଣି ତାକୁ ଶିକ୍ଷା ପ୍ରଦାନ କରିଥାନ୍ତି। ଏଭଳି ଭାବରେ ସନାତନ ଧର୍ମ ରକ୍ଷା ହୋଇଥାଏ। ନହେଲେ ଲୋକମାନେ ନିଜର ମାନେ ଧନ ଲୋଭରେ ସେ ସବୁ ପ୍ରକାର ବ୍ୟାଖ୍ୟାକୁ ବଦଳେଇ ଦିଅନ୍ତି, ଏବଂ ସେଭଳି ମଧ୍ୟ ଏବେ ବି ଦେଖାଯାଇଥାଏ। ଏବଂ ତାପରେ ସେ କହୁଛନ୍ତି କି ହେ ରାଜନ, ହରିଣା ଚୋଦିତ ମାନବ ସ୍ୱେ ସ୍ୱେ କାଲେ ଚତୁଷ୍ପାଦଂ ଧର୍ମୟୁକ୍ତ ମହିଂ ଉଦ୍ଧା ସଞ୍ଚାରୟନ୍ତି। ବାସ୍ତବରେ ଶ୍ରୀ ଭଗବାନଙ୍କ ଦ୍ୱାରା ପ୍ରେରିତ ହୋଇ ମନୁଗଣ ଏ ସଂସାରକୁ ମାନେ ବଡ଼ ସାବଧାନୀରେ ପୃଥିବୀକୁ ପାଳନ କରନ୍ତି। ମାନେ ଆମେ ଭାବନ୍ତି ଆମର ମନୁ ବୈବସ୍ୱତ ମନୁ, ଆମେ ତାଙ୍କୁ ଦେଖିନାହାନ୍ତି, ଆମେ ଦେଖି ମଧ୍ୟ ପାରନ୍ତି ନାହିଁ, କିନ୍ତୁ ତାଙ୍କରି ଶାସନରେ ଆମେ ଶାସିତ ହେଉଛନ୍ତି। ଏବଂ ସିଏ ଭଗବାନ ଶ୍ରୀ ହରିଙ୍କ ଦ୍ୱାରା ପ୍ରେରିତ ହୋଇ ସେ ମାନେ ଇଏ ବଡ଼ ସାବଧାନୀ ପୂର୍ବକ ପୃଥିବୀରେ ମାନେ ଆମର ଚାରୋଟି ଯେଉଁ ପାଦ, ଯେଉଁ ଚାରି ପାଦକୁ ରକ୍ଷା କରି ସେ ପୃଥିବୀକୁ ପାଳନ କରିଥାନ୍ତି। ଧର୍ମ କେମିତି ରକ୍ଷା ହେବ, ତପସ୍ୟା କେମିତି ରକ୍ଷା ହେବ, ଶୌଚ କେମିତି ରକ୍ଷା ହେବ, ଦୟା କେମିତି ରକ୍ଷା ହେବ, ଏଭଳି ଭାବରେ ବେଳେବେଳେ ତାର ଯେତେବେଳେ ବ୍ୟତିକ୍ରମ ଦେଖାଯାଏ, ନିର୍ଦ୍ଦୟତା ବଢ଼ିଯାଏ, ସେତେବେଳେ ଭଗବାନ ବୁଦ୍ଧ ରୂପରେ ଅବତାର ନେଇଥିଲେ। ମାନେ ବହୁତ ପ୍ରକାରର ଏଭଳି ଯେଉଁ ହୁଏ ଘଟଣା, ତାକୁ ସ୍ୱୟଂ ଶ୍ରୀ ଭଗବାନ ହିଁ ସହାୟତା କରନ୍ତି ମନୁଙ୍କୁ, ଏବଂ ମନ୍ୱନ୍ତର ଏଭଳି ଭାବରେ ଶାସିତ ହୋଇଥାଏ। ତାପରେ ଷଷ୍ଠ ଶ୍ଲୋକରେ କହୁଛନ୍ତି, ପ୍ରଜାପାଲାଃ ୟାବଦନ୍ତ ବିଭାଗଃ ୟଚଃ ଯଜ୍ଞ ଭାଗ ଭୋଜୋ ଦେବାଃ ତନ୍ତ୍ର ନୀତାଃ ଚତେ ସହ ପାଳୟନ୍ତି। ଏମାନେ ଯେତେବେଳେ ମାନେ ଯେଉଁ କାଳର ବିଭାଗ, ଦେଶର ବିଭାଗ, ମନୁ ଏବଂ ମନ୍ୱନ୍ତର ଯେତେବେଳେ ହୁଏ, ଧର୍ମ ପାଳନର କାମ ସବୁ ଏମାନେ କରିଥାନ୍ତି। କାଳକୁ କେମିତି ବିଭାଗ କରିବେ, କେମିତି ପ୍ରଜା ପାଳନ କରିବେ, ଏବଂ ଦେଶକୁ କେମିତି ବିଭାଜିତ କରିବେ, ଏବଂ ତା ସହିତ ଦେବଯଜ୍ଞ ଆଦି କିଭଳି ଯଜ୍ଞ ହେବ, ଏହାର ମଧ୍ୟ ବିଭାଜନ
से मन्वंतर समय समस्ते करिथांती। माने एठी जो मन्वंतर रे जो धर्म को पालन करा जाई थाए सेते बेले से कर्म को माने सी ऋषि मानक द्वारा प्रवर्तित होई माने देश रे एवं प्रत्येक जगार ताहा पालित होई थाए। जोठी व्यतिक्रम देखा जाए से समय पुणी ताको सुधार करा जाए। श्री भगवान द्वारा माने दिया जाइथिबा जो त्रैलोक्यर अतुल संपत्ति को इंद्र भोग करते। भगवता दत्ताम त्रैलोक्य श्रिय मूर्जिताम इंद्र भुंजात। इंद्र जी भगवान ऐश्वर्यमय अवतार ताको माना जाए एवं सी तीन लोक को रक्षा करती एवं लोकर उपेक्षित मात्रार वर्षा मध्य कराती ताकि पृथ्वी रे प्रचुर परिमाण अन्न आदि फल आदि सब लोकों को मिलू। ये देवराज इंद्रंकर कार्य जो परीक्षित महाराज प्रश्न करते से प्रश्न हिसाब रे श्री सुखदेव गोस्वामी पाद उत्तर दौरान। एठी श्लोक 8 रे कहते कि हरि अनुयुगं प्रत्येक जुगरे भगवान कौन करते ना सिद्ध स्वरूप ध्रुव ज्ञान ब्रुते ऋषि रूपधर कर्म योगेश्वर रूपध्रुव योगं ब्रुते। माने भगवान योगेश्वर रूप धरी जोग विद्या को भगवान कौन करती ना उपदेश दियंती एवं भगवान जो सिद्ध रूप धरी ज्ञान को उपदेश दे थांती ऋषि रूप धरी कर्म को मध्य उपदेश दे थांती। तांकर नाम को अनुवाद रे श्रीधर स्वामी पाद कहते कि एटी सिद्ध शब्द सनकादि ऋषि को कहा जाइछि, ऋषि शब्द रे यज्ञ बालकादि ऋषि को कहा जाइछि एवं जोगेश्वर शब्द रे श्री दत्तात्रेय आदि ऋषि को कहा दत्तात्रेय भगवान को जो अवतार तांका विषय कहा जाए। ये कौन करती ये सब बड़े निज जोग शक्ति बल रे अवस्थान करती कल्पर शेष पर्यंत करती। कल्प जो अंत हो जाए एमाने समस्ते आ कहीं रहते नहीं सी पुणी ता निज स्वरूप रे भगवान को वैकुंठ लोक को चली जाती। किंतु जे पर्यंत कल्प सरी नाही माने ब्रह्मा जी आयु समाप्ति है नाही से कल्पर तो ब्रह्मा जी गोटे दिन माने व्यतीत होता है। एभली ब्रह्मांकर जितेबाला रात्रि हो जाए समस्ते शयन कर जाती एवं ब्रह्मांड प्रलय हो जाए आमर पृथ्वी अंतरिक्ष ये सब सेतेबेले ये सिद्ध माने से माने ब्रह्मलोक निवास करती एवं पुणी जो ब्रह्मांकर माने दिवस होता है सकाल जो हुए पुणी सृष्टि हुए से ज्ञान समस्ते भूली जाती से सनकादि ऋषि वृंद समस्त को ज्ञान को प्रदान करते एवं से कर्म भूली जाती एवं से भगवान माने ऋषि रूप माने कर्म को उपदेश प्रदान करिथांती यज्ञवल्क आदि ऋषि रूप एवं सेतेबेले जो माने जोग को भूली जाती दत्तात्रेय रूप भगवान समस्त को पुणी प्रदान करिथांती। माने पूरा सृष्टि को श्री भगवान संचालित करुथुबारु सृष्टि ए भाव माने परिचालित हेउथाय। तापर कहउचंदी प्रजेश रूपेण सर्ग माने जो प्रजापति रूप धारण करी भगवान कौन करती ना सृष्टिर विस्तार करते केमिति प्रजा उत्पन्न हेबे एवं राजा शरीर धारण करी से माने जो माने दुष्ट मान को दंड दियंती एवं जो शीत उष्ण आदि विभिन्न गुण को भगवान धारण करी संहार लीला करिथांती। बहुत गरम हुए गरम मध्य लोक जो बाहर रहते बस बहुत मरी जाती बहुत अत्यधिक शीत हुए से मध्य लोकंकर माने प्रलय एभली भाव में प्रलय मध्य हेई थाए। ये सब कार्य भगवान स्वयं करते प्रजापति रूप प्रजा को बढ़ाती वृद्धि कराती राजा रूप शासन करती ता सहित भी शीत उष्ण आदि रूप से संहार मध्य करते एवं नाम रूपया माया विमोहित आत्म भी निजर माने से नाम रूपर मायार मोहित तो ही लोक कौन करे मनुष्य द्वारा तांकर स्तुति करा जाए था किंतु से माने दर्शेन न दृश्यते से आखरे देखा दियंती नहीं। मनुष्य कौन करती ना शास्त्र द्वारा तांकर स्तुति करती तथापि मध्य परमात्मा को से आखिरे देखि पारती नहीं। ए माने सुखदेव गोस्वामी पाद कहते मनुष्य कौन करे नाम रूपात्मिका माया मनुष्य निजर नाम रूप द्वारा माया रे मोहित होई से भगवान को स्तुति इत्यादि करी थाए
ଏବଂ ସେ ପୁଣି ପରମାତ୍ମାକୁ ଆଖିରେ ଦେଖିପାରନ୍ତି ନାହିଁ। ସୁଖଦେବ ଗୋସ୍ୱାମୀ ଏ ଶ୍ଲୋକ କହିବାର ପଛରେ ଏ ଉଦ୍ଦେଶ୍ୟ କି ବାସ୍ତବରେ ନାମ ଆଉ ରୂପ ଇଏ ଦୁଇଟା ଯାକ ମନୁଷ୍ୟର ମାନେ ଅହଙ୍କାର ସହିତ ଯୋଡ଼ି ହୋଇଥାଏ। ଯେତେବେଳେ ଆମେ ଜଣକୁ ନାମ ନେଇକି ଡାକନ୍ତି ସେ ଶୋଇଥିଲେ ମଧ୍ୟ ତା ନାଁ ଶୁଣିକି ଉଠିଯାଏ। ମାନେ ତାର ନାଁଟା ଏତେ ଦୂର ତା ଭିତରେ ପ୍ରବେଶ କରିସାରିଛି ସେ ସେଇ ନାଁ ଦ୍ୱାରା ହିଁ ନିଜକୁ ନିଜେ ଭାବିନି ଏଇଟା ହେଲା ମୋର ନାଁ ଏବଂ ଏଇଟା ହେଲା ମୋର ରୂପ। ଯେଉଁ ଚେହେରା ଦେଖାଯାଏ ଏଇଟା ହେଲା ମୋର ରୂପ। ଏଥିରେ ମୋହିତ ହୋଇଯାଏ ପୁରୁଷ। ସେ ପୁଣି ସେ ଭଗବାନଙ୍କ ସ୍ତୁତି କେମିତି ବା କରିବ ଏବଂ ସେ ପରମାତ୍ମା ତାକୁ କେମିତି ଦର୍ଶନ ଦେବେ। ତାପରେ ସେ ଅନ୍ତିମ ଶ୍ଲୋକରେ କହୁଛନ୍ତି କି ଏତତ୍ କଳ୍ପ ବିକଳ୍ପସ୍ୟ ପ୍ରମାଣ ପରିକୀର୍ତ୍ତିତମ୍। ଏଠି କଳ୍ପ ଏବଂ ବିକଳ୍ପ ଯେଉଁ ମହାକଳ୍ପ ଏ ସମ୍ବନ୍ଧରେ ମାନେ ସେ ତାଙ୍କୁ କହିଲେ ଏବଂ ଅବାନ୍ତର କଳ୍ପ ବା ପରିଣାମ ମଧ୍ୟ ଶୁଣାଇଦେଲେ। ପୁରାଣ ତତ୍ତ୍ୱ ବିଦ୍ୱାନ ଏକ ଅବାନ୍ତର କଳ୍ପରେ 14 ମନ୍ୱନ୍ତରକୁ ବର୍ଣ୍ଣନା କରିଛନ୍ତି। ମାନେ କଳ୍ପ ହେଲା ବ୍ରହ୍ମାଜୀଙ୍କର ଗୋଟିଏ ଦିନ ଏବଂ ସେଇ ଦିନରେ 14 ଜଣ ମନୁ ଆସିଥାନ୍ତି ଏବଂ 14 ଜଣ ମନୁଙ୍କର ଯେତେବେଳେ ମାନେ ଆସନ୍ତି ସେତେବେଳେ ଭଗବାନ ମଧ୍ୟ ପ୍ରତ୍ୟେକ ମନ୍ୱନ୍ତରରେ ତାଙ୍କର ସ୍ୱରୂପରେ ଆସି କଳା ଅବତାରରେ ଆସି ସେ ମନ୍ୱନ୍ତରର ଶାସନକୁ ସହାୟତା କରନ୍ତି। ନହେଲେ ଏ ସୃଷ୍ଟି ପରିଚାଳିତ ହୁଅନ୍ତା ନାହିଁ। ମାନେ ପ୍ରତ୍ୟେକ ଜାଗାରେ ଯିଏ ଏ ସୃଷ୍ଟିର କର୍ତ୍ତା ସେ ହିଁ ଏ ସୃଷ୍ଟିର ମାନେ ସଞ୍ଚାଳନ ମଧ୍ୟ ସେ ହିଁ କରିଥାନ୍ତି। ଅନ୍ୟଥା ଆପେ ଆପେ କୌଣସି ଜିନିଷ ସଂଗଠିତ ହୁଏ ନାହିଁ। ଯେମିତି ଲୋକ ଆମର ସଂସାରରେ ଭୋଟ ଦେଇକି ନେତାକୁ ମାନେ ବାଛନ୍ତି ସେ ଅନୁସାରେ ପରିଚାଳିତ ହୁଏ। କିନ୍ତୁ ଆମର ସବୁ ବ୍ୟବସ୍ଥା ଶ୍ରୀ ଭଗବାନ ସ୍ୱୟଂ କରନ୍ତି କାରଣ ସିଏ ସତ୍ୟ, ସେ କେବେ ହେଲେ ନଷ୍ଟ ହୁଅନ୍ତିନି, ତାଙ୍କର ଜ୍ଞାନ କେବେ ହେଲେ ଲୋପ ହୁଏ ନାହିଁ। ତେଣୁ ଲୋକମାନେ ସାଧାରଣ ଜୀବମାନେ ସେ ପ୍ରତ୍ୟେକ ସମୟରେ ଭୁଲି ଯାଆନ୍ତି। ଶୋଇଲା ବେଳେ ସବୁ ଭୁଲି ଯାଆନ୍ତି, ସକାଳୁ ଉଠିକି ସବୁ ମନେ ପକାଇକି ସବୁ କାମ କରନ୍ତି। ତେଣୁ ଭାବିକି ଦେଖନ୍ତୁ ଏ ସଂସାର ଏବେ ସୃଷ୍ଟି କେମିତି ଚାଲିଛି। ଏସବୁ ଯେଉଁ ପ୍ରଶ୍ନ ସେ ପରୀକ୍ଷିତ ମହାରାଜ ପଚାରିଲେ ସୁଖଦେବ ଗୋସ୍ୱାମୀ ପାଦ ପ୍ରତ୍ୟେକ ଜାଗାରେ ଉତ୍ତର ଦେଲେ କି ଶ୍ରୀ ଭଗବାନ ନିଜେ ହିଁ ସବୁ କିଛି କରାନ୍ତି। ତେଣୁ ହିଁ ଏ ସଂସାର ପରିଚାଳିତ ହୋଇଥାଏ। ଏଭଳି ଭାବରେ ଆମର 14 ଅଧ୍ୟାୟ ସମ୍ପୂର୍ଣ୍ଣ ହେଲା। 15 ଅଧ୍ୟାୟ ଆସନ୍ତା କ୍ଲାସରେ ଚର୍ଚ୍ଚା କରିବା। ରାଜା ବଳିଙ୍କର ସ୍ୱର୍ଗ ଉପରେ ବିଜୟ। ଜୟ ଜଗନ୍ନାଥ। ହରିବୋଲ। प्रणाम। जय श्री राम। प्रणाम। जय श्री जगन्नाथ। जय जगन्नाथ। गुरु महाराज की जय हो। धन्यवाद प्रभु। जगन्नाथ प्रभु जय श्री जगन्नाथ। महाराज दंडवत प्रणाम। गौर महाराज की जय। जय श्री महाराज दंडवत प्रणाम। जगन्नाथ प्रणाम प्रभु प्रणाम। प्रणाम। जय जय जगन्नाथ जगन्नाथ। जय जगन्नाथ। प्रणाम। महाराज से जो मनु सब नियुक्ति होती से माने निश्चित तांकर सेतिक योग्यता अछि बोल हेछन्ते ना नहले जिन हमर साधारण कथा जिन कहले जज होउछन ता सेति योग्यता अछि जिन सब पर जे होछि ତାଙ୍କର ଯୋଗ୍ୟତା ତ ସ୍ୱୟଂ ଭଗବାନ ହିଁ କରାନ୍ତି। ସେ ଦେଖାଯାଏ ଏଙ୍କର ପୁଅ ହେଲେ ପ୍ରିୟବ୍ରତ ମହାରାଜଙ୍କର ପୁଅ ହେଲେ କିନ୍ତୁ ଦେଖାଯାଏ କି ସେ ମନୁ ହେଇଗଲେ। ତାଙ୍କୁ ମନ୍ୱନ୍ତର ଭଗବାନ ସ୍ୱୟଂ ତାଙ୍କୁ କରାନ୍ତି ଆସି ଏବଂ ଏସବୁ ଏ ଅଧ୍ୟାୟରେ ବହୁତ ସୁନ୍ଦର ଭାବରେ ଆମମାନେ ଶୁଣିଲେ। ମାନେ ଏଗୁଡ଼ା ଏ ଜିନିଷ ଗୁଡ଼ା କ୍ରମାନ୍ୱୟରେ ନ ଜାଣିଲେ ବୁଝି ହବନି ସବୁ ଜିନିଷ। ତେଣୁ ବହୁତ ସୁନ୍ଦର ଭାବରେ ଅଧ୍ୟାୟଟି ବର୍ଣ୍ଣନା କରାହେଇଛନ୍ତି। ସାଧାରଣ ବୁଝିପାରନ୍ତିନି। ଗୋଟେ ଗୋଟେ ଭାବରେ କହନ୍ତି କେମିତି ରାଧାରାଣୀ ଏଠି କେମିତି ଜନ୍ମ ହେଲେ ସେ କଳ୍ପରେ ସେମିତି ଜନ୍ମ ହେଲେ, ସେଟା ବୁଝିବେନି ସାଧାରଣତଃ। ଅଳ୍ପ ଭିତରେ ସବୁ ଅଲଗା ଅଲଗା ସବୁ ହେଇଛନ୍ତି ଆଉ ଆ ଭିତରେ ପୁରା କ୍ରମାନ୍ୱୟରେ ଶୁଣିଲେ ଯାଇକି ଜିନିଷ ସବୁ ବୁଝି ହବ। ଆଜ୍ଞା ବହୁତ ଭଲ ଲାଗିଲା। ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ। प्रभुजी प्रणाम। जय जगन्नाथ। जय जगन्नाथ। प्रभुजी आपण सुंदर भाव भगवत गीता को रखिले, भागवत को रखिले। जमी भगवत गीता आप बुझेले जो मैंने कि विशुद्धात्मा आ जितेन्द्रिय आ समस्त भूत प्रकृति समस्त प्राणी भूत समभाव से माने दर्शन करती से माने माने कर्म करुले जहाँ भी किसी कर्म करुले भी से माने कर्म बंधन में पड़ती ना। माने कर्मयोगी तो सी जी की माने वेद शास्त्र को लेकिन जो माने वेदवाणी रे जो कर्म को जोटा करिया कह जाए जे से को मानिकी ही करे
तो ताकू ही कर्मयोगी कुहाଯାଏ जे भगवानकर बाणी को मानिकी कर्मयोगी ताकू ही कर्मयोगी कुहाଯାଏ सेई योगी माने कोन करंती ना जेते माने से माने कोन कर ना तांकर कर्म को करी करी के तांकर जेतले चेतनाटा शुद्ध होई जाय से माने तांकर माने इंद्रिय को से माने भी वश करि पारंती तापर से माने तांकर आत्मा भी विशुद्ध होई जाय तापर से माने समस्त प्राणी भीतर समभाव देखंती से पशु होतु पक्षी होतु से जहाँ भी किसी कर्म करती से समस्त कि मंगल कि केवल कर्म करिथांती तेणु तांकर सेतरे किछि माने स्वार्थ न थाए कि मु एथरो किछि उपकार पाइबी किंतु से जहाँ भी किछि कर्म करती से जेतोले जन मंगल पई संसार मंगल उद्देश्य से माने कर्म करिथांती तो सेही लोक माने जेतोले एही उद्देश्य से माने कर्म करती से माने जहाँ भी किछि कर्म कले भी से माने कर्म बंधन मुक्त हो जाती आपण भागवत मरे बुझेले मनु मनुष्यर चरित्र गोटाए कल्परे जेतोले ब्रह्माजींकर गोटाए दिन गोटाए कल्प हुए से कल्प 14 जन मनु आसती से 14 जन मनु भगवान जो संसार जो धरापृष्ठ जो संसार मंगल उद्देश्य से माने किसी ना किसी कार्य नियुक्त थांती से माने भी भगवान माने किसी ना किसी कार्य माने आमर संसार मंगल उद्देश्य से माने भी किसी कार्य करिथांती माने आमर जो चतुर्युग माने युग जो चतुर्युग जो अंत पर जो आमर कलिजुग आसे से आमर भी माने से कलिजुग जेहेतु पापर ये बढ़ी जाता से माने सुक्ति सब नष्ट हो जाए से माने भी माने ये करते मनु वंश माने ऋषि मुनि मान द्वारा से भी सनातन धर्म को रक्षा करथांती माने आमर धर्म वेदवाणी की से भी रक्षा करथांती तेणु मनु माने जुगे जुगे सब बेले आसंती माने से धरापृष्ठ सब बेले मंगल इंद्रदेव जमती वर्षा द्वारा से माने तांकु भी गोटे भगवान देइछन भगवान समस्त किसी ना किसी गोटे दायित्व देइछन जे कि धरापृष्ठ समस्त मंगल उद्देश्य से माने कार्य करती तेणु आप सुंदर भाव बुझेले आपको कोटि कोटि प्रणाम आप ब्रह्मदेवंकर भी कथा कहले भगवान ब्रह्मांकर गोटाए दिन माने जब भगवान अंधार कार जो आसे से ही प्रलय आसे आम ये भी जानी नथिलु आप बुझेले माने गोटाए दिन गोटाए दिनटा माने आम केते जुग भी बीती जाउछ भगवान ब्रह्मांकर रात्र समय प्रभु जी प्रलय आसे ना जिते प्रलय आसे से हाँ प्रलय आमर प्रलय विषय द्वादश स्कंदरे 3 प्रकार प्रलय आम माने पाठ करवा सेतेबेले जो नित्य प्रलय जोटा सेटा आमर नैमित्तिक प्रलय फिर आत्यंतिक प्रलय नित्य प्रलय तो लोक जी जन्म हुए से माने मरी जाए से गोटे तापाई से गोटे प्रकार प्रलय हो गला आ नैमित्तिक प्रलय रे ब्रह्माजी जिते दिवस अंत हुए सेतेबेले गोटे प्रलय हुए आ गोटे प्रलय है पूरा ब्रह्माजी मध्य अंत हो जाती सेटा हला आत्यंतिक प्रलय से 100 वर्ष ब्रह्मांकर पूरा हला परे सेतेबेले पुणी सृष्टि आ किछि रहे नाही केही रहंतेनी आ किंतु जिते ब्रह्माजी दिवस अंतर जो प्रलय हुए प्रत्येक दिन शेष सेतेबेले एमाने समस्ते रहंती सकाळ हला पर्यंत से माने ब्रह्माजी भगवानकर माने शरीर भीतर जाए विश्राम करते तांको स्तुति करी करी राति को पूरा बितेई दियंती सी भी 4000 जुग पर्यंत सनकाद ऋषिवृंद माने से माने सुनतीनी किंतु माने ब्रह्माजी जो जागृत हुअंती पुणी तापरे पुणी समस्ते आसी पुणी सृष्टिर माने भार को रक्षा करिथांती ए विषय आम आगु को पाठ करवा द्वादश स्कंदर आसीबो ए विषय प्रभु जी धन्यवाद एबे हमर थिला टिप्पणी थिला सो देले पुष्पलता माता जी को अछि रमाशर माता जी को अछि जदि किछि टिप्पणी देबे माता जी के पुष्पलता माता जी प्रणाम रमाशर माता जी प्रणाम हरे कृष्ण जय श्री जगन्नाथ प्रभु जी मोर कोटि कोटि प्रणाम काली मु जॉइन कर पारलिनी मो मन दुख हरे कृष्ण बहुत सुंदर भागवत मु तो पढ़िले बहुत दिन आम घरे भी पढ़ा होता एथे पढ़िली आ भितर एते रहस्य अच्छी एते सब शुणिला मन एते मुक्त हो जाउची तापर ये भागवत मते माताजी कहले मु से माँ कठू आनी से भागवत रे जहाँ अच्छी मु से भागवत मधु पाई नथिली आउ ए भागवत पढ़ी के आपण कठू शुणी एते खुशी लागुची सेटा भाषा रे वर्णना करी होनी प्रभु जी प्रणाम सते जदि मु काली कहूली रमा मिश्र माताजी गाँव मु कहली प्रभुंकर बाणी शुणा जमी गोपी मैंने कृष्ण बंशीसन को चाही था आम सेमती से भाया आकुल विकल होचु केमती प्रभु केते कहले आम विपद शुणिमु पढ़ुलु आगे आम बुझी पार नु कि आज माताजी जमी कहला भितर केते अच्छी
ସତ କଥା ଶୁଣିଲେ ତ ମନ ତର ହଉନି, ତଥାପି ସେତିକି ସମୟ ଆଉ ସେଇ ଦିନ ସେଇଥିରେ ଆମର କଟି ଯାଉଛି ସେଇ କଥା ଭାବି ସେଇ କଥା ଭାବି ଏମିତି ପୁରା ଅଛି ଯେମିତି ଅଛି, ଏତେ କଥା ଅଛି ଆମେ କିଛି ଜାଣିନଥିଲେ। ପ୍ରଭୁଜୀ ପ୍ରଣାମ। ଧନ୍ୟବାଦ ମାତାଜୀ। ଧନ୍ୟବାଦ ପୁଷ୍ପଲତା ମାତାଜୀ ପ୍ରଣାମ। ହଁ ମାତାଜୀ କୁହନ୍ତୁ। ପ୍ରଭୁଜୀ ପ୍ରଣାମ। ପ୍ରଭୁଜୀଙ୍କ ଭାଷା ମୁଁ ଆଉ କଣ କହିବି। ପ୍ରଭୁଜୀ ଯୋଉ ଇଏ ସବୁ ବ୍ୟାଖ୍ୟା ଆଉ ଆମେ ବି ଭାଷାରେ କହିପାରୁନୁ, କିନ୍ତୁ ଆପଣଙ୍କ ପରି ଆମେ ତ କହିପାରୁନୁ, କିନ୍ତୁ ପ୍ରଭୁଜୀ ଆମେ ବୁଝୁଛୁ କିନ୍ତୁ ସେ ଧାରାରେ କହିପାରୁନୁ। କିନ୍ତୁ ବହୁତ ସୁନ୍ଦର। ଆଉ ଆମେ ଖାଲି ଭାଗବତ ପଢୁଥିଲୁ, କିନ୍ତୁ ଆର ଭିତରଟା ଏତେ ଇଏ ଅଛି ଆମେ ବି ଜାଣିନଥିଲୁ। କିନ୍ତୁ ଖାଲି ପଢିକି ଯଦି ସବୁ ପ୍ରତ୍ୟେକ ଘରେ ତ ଭାଗବତ ଗୀତା ଥାଏ ପଢୁ, କିନ୍ତୁ ଆର ତତ୍ତ୍ୱ ଆର ସବୁ ଏତେ ଅଛି ଯେ ନିଷ୍କାମ କର୍ମ କରିବା, ଆଉ ସବୁ ଏଇସବୁ ସଂସାରରେ ରହିକି କେମିତି ଆମେ କର୍ମ କରିବା। ଭଗବାନ କହିଛନ୍ତି ସବୁବେଳେ ନିଷ୍କାମ କର୍ମ କଲେ ଆପେ ଆପେ ଆମର ମାନେ ସବୁ ମଙ୍ଗଳ ହବ, ଆମେ ସମସ୍ତଙ୍କର ମଙ୍ଗଳର ଅଧିକାରୀ ହେବା। ପ୍ରଭୁଙ୍କୁ ଏତିକି ଆମେ ଗୁହାରି କରିବା। ଆପଣ ଆମକୁ ଶିଖେଇଛନ୍ତି ଯେ ନିଷ୍କାମ କର୍ମ କର, ନିଷ୍କାମ କର୍ମ କଲେ ଆମର ସବୁ ମଙ୍ଗଳ ହବ। ପ୍ରଭୁ ପ୍ରଣାମ ପ୍ରଣାମ। କିଛି ବି କହିପାରୁନି, ଏତେ ମାନେ ଆନନ୍ଦ ଲାଗୁଛି। ଆଉ ଏ ମନ ଏ ହୃଦୟ ବହୁତ ପବିତ୍ର ହେଇଯାଉଛି। ଆମ କୋଉ ଜନ୍ମର ପୁଣ୍ୟ ଥିଲା ଆପଣଙ୍କ ସହିତ ଆମ ସାନ୍ନିଧ୍ୟ ଲାଭ କରୁଛୁ। ଠାକୁର କାଳିଆ ସାଥ ଆମକୁ ଯୋଗାଯୋଗ କରିଦେଇଛନ୍ତି, କିନ୍ତୁ ଏ ମୁକ୍ତିର ପଥ ଆପଣ ହିଁ ଆମକୁ ଦେଖେଇଛନ୍ତି। କିନ୍ତୁ ପ୍ରଭୁ କେମିତି ଆମକୁ ଏ ମୁକ୍ତିର ପଥ ଇଏ କରିକି ଆମେ କେମିତି ମୁକ୍ତି ପାଇବୁ, ପୁଣି କେମିତି ପୁଣ୍ୟ ଜନ୍ମ କେମିତି ସବୁବେଳେ ଖାଲି ଏମିତି ଯେତେ ଜନ୍ମ ଯଦି ବା ଦେବେ କିନ୍ତୁ ଏମିତି ଖାଲି ଭକ୍ତି ଦିଅନ୍ତୁ। ଆଉ ଆମେ ଭକ୍ତିରେ ଆମେ ଯେମିତି ସବୁବେଳେ ନିମଗ୍ନ ହେଇକି ଆଉ ଆମେ ଏମିତି କର୍ମ କରିଚାଲୁ। ସଂସାର ବନ୍ଧନରେ ତ ବାନ୍ଧି ହେଇଛୁ, ବନ୍ଧନ କେମିତି ପ୍ରଭୁ ମୁକ୍ତି କରିବେ। କିନ୍ତୁ ଆପଣଙ୍କ କିନ୍ତୁ ଠାକୁରଙ୍କ ପ୍ରେମରେ କେମିତି ଆମେ ମୁଗ୍ଧ ହବୁ, ସେଇଟା ଆମେ ସବୁବେଳେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା। ଏତିକି ଗୁହାରି। ଆଉ ଜୟ ଜଗନ୍ନାଥ। ପ୍ରଭୁଜୀ ପ୍ରଣାମ। ପ୍ରଣାମ କୋଟି କୋଟି ମାତାଜୀ, ଧନ୍ୟବାଦ। ପ୍ରଣାମ। ଯେତେ କହିଲେ ବି ସରିବନି। ଆମ ଜୀବନ ଧନ୍ୟ। ଆପଣଙ୍କୁ କୋଟି କୋଟି ପ୍ରଣାମ। ପ୍ରଭୁଜୀ ପ୍ରଣାମ। ପ୍ରଣାମ ମାତାଜୀ। ପ୍ରଣାମ। ଆଉ ମାନେ ସବୁ କଥା ଆମେ ଆପଣଙ୍କୁ ପଚାରି ଦଉଛୁ, ଟିକେ ଆପଣ ମନରେ କିଛି କଷ୍ଟ ପାଇବେନି। କାରଣ ଗୋଟେ ଶ୍ଲୋକରେ ବି ଲେଖିଛନ୍ତି, ବୁଭୁକ୍ଷିତା କିଂ ନ କରନ୍ତି ପାପଂ କ୍ଷୀଣା ଜନା ନିଷ୍କରୁଣା ଭବନ୍ତି। ସେଟା ଯିଏ ବୁଭୁକ୍ଷିତ ହେଇଥିବ, ଭୋକିଲା ହେଇଥିବ, ସେ ନିଶ୍ଚିତ ଭାବେ ତାର ଗୋଟେ କିଛି କଣ ଗୋଟେ କହିଦିଅନ୍ତି। ତେଣୁ ଆପଣ କ୍ଷମା କିଜିଏ। ମୁଁ ଟିକେ ଯାଇଥିଲି ମନ୍ଦିରଠାରୁ ଆସିବା ଟିକେ ସମୟ ଟିକେ ଅତିବାହିତ କରିଗଲା, ତେଣୁ ଯଦି କଣ କିଛି ଅସୁବିଧା ହେଇଛି କ୍ଷମା କରିବି। ଆଉ ମୁଁ ଆପଣଙ୍କୁ ଗୋଟେ ଇଏ କହୁଛି ଯେ ଆମର ସବୁବେଳେ ଆପଣଙ୍କର କଥାଟା ମାନେ ସେ ପଚାରିଲେ ଠାକୁର ଜାଣିଛନ୍ତି, ଆପଣ ଜାଣିଛନ୍ତି ସବୁ କଥା, ଏକ ସମୟ ପାଇଁ କହିବେ ଯଦି କଣ ପଚାରୁଛନ୍ତି। ତେଣୁ ଆଉ ସମସ୍ତଙ୍କ ଆଗେ ଟିକେ ପଚାରିକିରି ଆଉ ମନରେ ଦୁଃଖ ଆଣିବା ବି ଭଲ ନୁହଁ। ମୁଁ କହିବା କଥା ଅଲଗା ଟାଇମରେ ପଚାରିଲେ ବି ଭଲ। ତେଣୁ କିଛି ମନରେ କଷ୍ଟ ଥାଏ, ତେଣୁ ମୁଁ ଗୋଟେ ଭଜନ ପାଠ କରିଦଉଛି। ଦୟାକର ଦୀନ ବନ୍ଧୁ ଶୁଭେ ଯାଉ ଆଜ ଦିନ, ଦୟାକର ଦୀନ ବନ୍ଧୁ କର ଯୋଡ଼ି ଜଣାଉଛି, ତୁମ୍ଭପାତ କରୁଛି ମୁଁ ନିବେଦନ, ଦୟାକର ଦୀନ ବନ୍ଧୁ ଅନାଦି ଅନନ୍ତ ହରି କ୍ଷୀରସାଗର ବିହାରୀ, ଲକ୍ଷ୍ମୀ ଦେବୀ ମନୋହାରୀ ସବୁ ପତିତ ପାବନ, ଦୟାକର ଦୀନ ବନ୍ଧୁ ଶୁଭେ ଯାଉ ଆଜ ଦିନ, ଦୟାକର ଦୀନ ବନ୍ଧୁ ସନ୍ଥ ଶାନ୍ତି ପ୍ରଦାୟକ, ଦୃଷ୍ଟ ସ୍ୱାମୀ ବିଧାୟକ, ରୁକ୍ମଣୀ ପ୍ରାଣନାୟକ, ଜଗତ ଜନ ବନ୍ଦନ,
দয়া কর দীন বন্ধু জগজ্জন হিতকারী দশ অবতার ধারী মধুসূদন মুরারি দয়া কর দীন বন্ধু গর্ভগঞ্জন দয়া কর দীন বন্ধু চক্ষু পড়ে চাই তুমকে বিরাজই ভাবিছি ফুল কই হে ভক্ত হৃদ চন্দন দয়া কর দীন বন্ধু সুখে যাও আজ দিন দয়া কর দীন বন্ধু জানো তুমি জানো মুক্তিদাতা ভগবান তুম বিনু নাই জ্ঞান হরি করুষনাশন দয়া কর দীন বন্ধু সুখে যাও আজ দিন দয়া কর দীন বন্ধু गुरु ब्रह्मा गुरु विष्णु गुरुदेव महेश्वर गुरुदेव परम ब्रह्म तस्मै श्री गुरवे नमः।